ପଞ୍ଚମ ଶ୍ରେଣୀର ପିଲାମାନେ ସାମାଜିକ ବିଜ୍ଞାନର ଦ୍ୱିତୀୟ ଚାପ୍ଟର ପ୍ରଶ୍ନୋତ୍ତର କରିବେ। ପିଲାମାନେ ଲେଖା ହେଇଛି ଦେଖ ଦ୍ୱିତୀୟ ଚାପ୍ଟର ଏ ନଦୀର କାହାଣୀ। କ'ଣ କରିବା ପିଲାମାନେ? ଏହାର ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଏକ ନଦୀର କାହାଣୀ। ଦେଖ ପିଲାମାନେ ମୁଁ ଗୋଟେ ଗୋଟେ ପ୍ରଶ୍ନର ଉତ୍ତର କରିବି, ଯାହାଦ୍ୱାରା ତୁମକୁ ଅସୁବିଧା ହେବ ନାହିଁ। ମୁଁ ଦେଖିବ ପିଲାମାନେ ପ୍ରତ୍ୟେକ ଭିଡ଼ିଓରେ ମୁଁ ଗୋଟେ ଗୋଟେ ଯାହା ଥିବ ବଡ଼ା ବହି ଭିତରେ ହଉ ଯାହା ହଉ ମୁଁ ଗୋଟେ ଗୋଟେ ପ୍ରଶ୍ନ ଉତ୍ତର କରୁଛି। ତୁମେ ଚାପ୍ଟର 1 ମଧ୍ୟ ଭିଡ଼ିଓ ସେକ୍ସନ୍ ଯାଇକି ଦେଖିପାରିବ। ପ୍ରଶ୍ନ କ'ଣ ହେଇଛି? ନିମ୍ନରେ ଦିଆଯାଇଥିବା ଚିତ୍ର ଦେଖି ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖ। ତ ପିଲାମାନେ ପ୍ରଥମ ପ୍ରଶ୍ନ ଦେଇଛି କ'ଣ? ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ଗୋଦାବରୀ ନଦୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ତ ପିଲାମାନେ ଏହାକୁ ଦେଖ ଟିକେ ଜୁମ୍ କରିଦେଉଛି, ଲେଖିବା ପାଇଁ ସୁବିଧା ହେବ। ତ ପ୍ରଶ୍ନର ପ୍ରଥମ ଉତ୍ତର ଲେଖିବ ଗୋଦାବରୀ ନଦୀ, ଯାହା ଲେଖା ଅଛି ଗୋଦାବରୀ ନଦୀ ଲେଖିବ। କେଉଁ କେଉଁ ଜାଗାରେ ଉତ୍ତର ଲେଖିବ ପିଲାମାନେ? ଲେଖିବ ମହାରାଷ୍ଟ୍ର। କ'ଣ ଲେଖିବ ପିଲାମାନେ? ମହାରାଷ୍ଟ୍ର। ମୁଁ ଲେଖିଦେଉଛି, ଭଲ କରି ଲେଖିନିଅ। ମହାରାଷ୍ଟ୍ର କମା ତେଲେଙ୍ଗାନା। କ'ଣ ଲେଖିବ? ତେଲେଙ୍ଗାନା। ତେଲେଙ୍ଗାନା। ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶ। ଛତିଶଗଡ଼। କ'ଣ ଲେଖିବ ପିଲାମାନେ? ଛତିଶଗଡ଼। ହେଲା ପିଲାମାନେ, ବୁଝେଇଦେଲି। ଆଉ ଥରେ ପିଲାମାନେ କହିଦେଉଛି, ଭଲ କରି ବୁଝିନିଅ। ପ୍ରଶ୍ନ କ'ଣ ଦେଇଛି? ଗୋଦାବରୀ କେଉଁ କେଉଁ ରାଜ୍ୟ ଦେଇ ପ୍ରଭାବିତ ହୋଇଛି? ତୁମମାନେ ଲେଖିବ ପ୍ରଥମେ ପିଲାମାନେ ଲେଖିଦେବ ଗୋଦାବରୀ ନଦୀ, ଫାଷ୍ଟ ଲେଖିଦେବ ମହାରାଷ୍ଟ୍ର, କମା ଦେବ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଉ ଛତିଶଗଡ଼ ରାଜ୍ୟ ଦେଇ ପ୍ରଭାବିତ ହୋଇଛି। ଦେଖି ପୂର୍ଣ୍ଣଚ୍ଛେଦ ଦେଇଦେବ। 2 ନମ୍ବର ପ୍ରଶ୍ନକୁ ଯିବ ପିଲାମାନେ, କ'ଣ ଦେଇଛି ଦେଖିବା। ଗୋଦାବରୀ ନଦୀରେ ତିଆରି କରାଯାଉଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ଲେଖ। ଯେ ଗୋଦାବରୀ ଯେଉଁ ପିଲାମାନେ ବନ୍ଧ ଅଛି ତାର କ'ଣ ଲେଖିବା? ଗୋଦାବରୀ ତିଆରି କରୁଥିବା ଗୋଟେ ବନ୍ଧ ଅଛି ଏବଂ ତାର ଅଭୟାରଣ୍ୟ ନାମ ଲେଖିବା। ଲେଖିବା ଆମ ପିଲା ହେଉଥିବା ଲେଖିବ ଯାହା ଲେଖା ଅଛି ପିଲାମାନେ। ଗୋଦାବରୀ ନଦୀରେ ତିଆରି ଏକ ବନ୍ଧ, ଏକ ବନ୍ଧର ନାମ ପିଲାମାନେ ଲେଖିବ। କ'ଣ ଲେଖିବ? ବନ୍ଧର ନାମ ହେଉଛି ପୋଲା। କ'ଣ ଲେଖିବ ପିଲାମାନେ? ତା ବନ୍ଧର ନାମ ହେଉଛି ପୋଲାଭରମ। ବନ୍ଧର ନାମ ପିଲାମାନେ ଏଇଟା ହେଉଛି ବନ୍ଧର ନାମ ପୋଲାଭରମ ଡ୍ୟାମ୍। ପୋଲାଭରମ ଡ୍ୟାମ୍। ଓକେ। ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ। ବନ୍ୟପ୍ରାଣୀ ଅଭୟାରଣ୍ୟ ପିଲାର ନାମ ହେଉଛି କୋରିଙ୍ଗା। କ'ଣ ଲେଖିବ ପିଲାମାନେ? କୋରିଙ୍ଗା। କୋକରେ କୋ ରହସ୍ୟରି ୟଙ୍ଗ ଆକାରେ ଗା, କୋରିଙ୍ଗା। ବୁଝିପାରିଲ ପିଲାମାନେ? ତ ପ୍ରଶ୍ନ ଦେଇଥିଲା ଆମର, ଭଲ କରି ବୁଝ ପିଲାମାନେ। ପ୍ରଶ୍ନ ବୁଝ କ'ଣ ଦେଇଛି? ଗୋଦାବରୀ ନଦୀ ଦେଇ ପ୍ରଭାବିତ ହେଉଥିବା ଏକ ବନ୍ଧ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ଲେଖ। ଲେଖିବ ପିଲାମାନେ। ଗୋଦାବରୀ ନଦୀରେ ତିଆରି କରାଯାଇଥିବା ଏକ ବନ୍ଧର ନାମ ହେଲା ପୋଲାଭରମ ଡ୍ୟାମ୍ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ନାମ ହେଲା ପିଲାମାନେ କୋରିଙ୍ଗା। କ'ଣ ଲେଖିବ ପିଲାମାନେ? କୋରିଙ୍ଗା। ତାପରେ 3 ନମ୍ବର ପ୍ରଶ୍ନକୁ ଯିବ ପିଲାମାନେ। କ'ଣ ଦେଇଛି ଦେଖିବା। କ'ଣ ଦେଇଛି ପ୍ରଶ୍ନକୁ ଦେଖିବା ପିଲାମାନେ। ଗୋଦାବରୀ ନଦୀରେ ପରିପଥରେ ଅନ୍ୟ ଛୋଟ ନଦୀ ଆସି ମିଶନ୍ତି। ପ୍ରଶ୍ନ କ'ଣ ଅଛି? ଗୋଦାବରୀ ନଦୀର ପରିପଥରେ ଅନ୍ୟ କେଉଁ କେଉଁ ଛୋଟ ନଦୀ, ଅର୍ଥାତ୍ ଗୋଦାବରୀ ନଦୀ ଅଛି ପିଲାମାନେ ନା, ତା ସାଙ୍ଗରେ କେଉଁ କେଉଁ ଛୋଟ ଛୋଟ ନଦୀ ମିଶିଛି। ତ ଲେଖିବ ପିଲାମାନେ, ଉତ୍ତର ଲେଖିବ ପିଲାମାନେ। ଇନ୍ଦ୍ରାବତୀ। କିଏ ମିଶିଛି ପିଲାମାନେ? ଲେଖିବ ଇନ୍ଦ୍ରାବତୀ କମା ସାବରୀ। କ'ଣ ଲେଖିବ? ସାବରୀ ଏବଂ କ'ଣ ଲେଖିବ ପିଲାମାନେ? ମଞ୍ଜିରା। କ'ଣ ଲେଖିବ? ମଞ୍ଜିରା। କ'ଣ ଲେଖିବ? ମଞ୍ଜିରା। ହେଲା। ତ 3ଟି ତାର ଉତ୍ତର ପିଲାମାନେ। ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ମିଶିଛନ୍ତି? ଲେଖିବ ଇନ୍ଦ୍ରାବତୀ। ଆଉ ଥରେ କହୁଛି ପିଲାମାନେ, ଇନ୍ଦ୍ରାବତୀ, ସାବରୀ ଆଉ ମଞ୍ଜିରା। ଇନ୍ଦ୍ରାବତୀ, ସାବରୀ, ମଞ୍ଜିରା। ପିଲାମାନେ
ତୁମେ ପାଠ ପଢ଼ିଲା ବେଳେ ବାରମ୍ବାର ଗୋଟେକୁ ପଢ଼। ପ୍ରଶ୍ନ ପଡ଼ିବ ଗୋଦାବରୀ ନଦୀର ଗତିପଥରେ ଅନ୍ୟ କେଉଁ ଛୋଟ ନଦୀ ମିଶିଯାଇଛି? ଲେଖିବ ଇନ୍ଦ୍ରାବତୀ, ସାବରୀ ଏବଂ ମଞ୍ଜିରା। ଇନ୍ଦ୍ରାବତୀ, ସାବରୀ ଏବଂ ମଞ୍ଜିରା। ଏହିପରି ଭାବରେ ତୁମେ ବାରମ୍ବାର ପଢ଼ିବ, ଅଭ୍ୟାସ ହେଇଯିବ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ, କ'ଣ ଦେଇଛି ଦେଖିବା। ପ୍ରଶ୍ନକୁ ଯିବା ପିଲାମାନେ, ଏଗୁଡ଼ା ପଢ଼ିଦେବ ତୁମେ। ମୁଁ ପ୍ରଶ୍ନକୁ ପଢ଼ଉଛି ପିଲାମାନେ, ଲକ୍ଷ୍ୟ କରିବା କ'ଣ ଦେଇଛି ଦେଖ ପିଲାମାନେ। ଦେଖ, ବିଭିନ୍ନ ଉପାୟରେ ଜୀବଜନ୍ତୁମାନଙ୍କୁ ମୋର ସହାୟତା। ପ୍ରାଚୀନ କାଳରେ ଲୋକମାନେ ନଦୀ ଏବଂ ଜଳାଶୟ ନିକଟରେ ସେମାନଙ୍କର ଘର ତିଆରି କରିଛନ୍ତି। ଅନୁମାନ କରି କରିପାରିବ କାହିଁକି? ଦେଖ, ପ୍ରାଚୀନ କାଳରେ କାହିଁକି ସେମାନେ ଘର କରୁଛନ୍ତି ତୁମେ ଲେଖିବ। ତ ଏହାର ଉତ୍ତର ପିଲାମାନେ ଲେଖିଦେଉଛି। ଉତ୍ତର ଲେଖିବ କାରଣ। ଏତିକି ଯାହା ଲେଖା ହେଇଛି, ତାପରେ ଲେଖିବ କାରଣ। କ'ଣ ଲେଖିବ ପିଲାମାନେ? କାରଣ ନଦୀ ଗୁଡ଼ିକ, କ'ଣ ଲେଖିବ ପିଲାମାନେ? କାରଣ ନଦୀ ଗୁଡ଼ିକ ପାନୀୟ, କ'ଣ ଲେଖିବ? ନଦୀ ଗୁଡ଼ିକ ପାନୀୟ ଲେଖିବ, କମା ଦେବ ରୋଷେଇ ପାନୀୟ। ଭଲ କରି ପିଲାମାନେ ଖାତା କାଢ଼ିକି ତୁମେ ଲେଖିନିଅ। ମୁଁ ଚାହୁଁନି ଯେ ତୁମେ ଗୋଟିଏ ପ୍ରଶ୍ନ ଛାଡ଼। ପାନୀୟ, ରୋଷେଇ ଏବଂ ପରିମଳ ପାଇଁ ମଧୁର ଜଳ ଆବଶ୍ୟକ। ମଧୁର ଜଳ ଆବଶ୍ୟକ ବା ମିଠା ଜଳ। ପିଲାମାନେ ତୁମେ ଜାଣିଛ ପିଲାମାନେ ସାଧାରଣତଃ କ'ଣ ମଧୁର ଜଳ ଆବଶ୍ୟକ ହେଲା। ଲେଖିସାରିଲ। ଦେଖ, ପ୍ରଥମେ ଲେଖିଦେବ ତୁମେ କାରଣ। ଦେଖ, କାହିଁକି ନଦୀ ଗୁଡ଼ିକ କହୁଛି ଦେଖ। କାରଣ ନଦୀ ଗୁଡ଼ିକ ପାନୀୟ, ରୋଷେଇ ଏବଂ ପରିମଳ ମାନେ ଧୁଆଧୁଇ ସଫାସୁତୁରି ପାଇଁ ମଧୁର ଜଳ ଆବଶ୍ୟକ। ଲେଖିଦେବ। ତାପରେ ପୂର୍ଣ୍ଣଚ୍ଛେଦ ଦେବ। ତାପରେ ଲେଖିବ ଉର୍ବର ମାଟି। ପିଲାମାନେ କ'ଣ ଲେଖିବ? ଉର୍ବର ମାଟି ଓ ଜଳସେଚନ। ଉର୍ବର ମାଟି, ଜଳସେଚନର ସୁବିଧା ପାଇଁ କ'ଣ କରୁଥିଲେ ଲୋକମାନେ? ଚାଷ କରୁଥିଲେ। ତ ପିଲାମାନେ ବୁଝେଉଛି, ଆଉଥରେ ବୁଝେଇ ନିଅ, ଭଲ କରି ବୁଝେଇଲା। ଦେଖ, ପ୍ରାଚୀନ କାଳରେ ଲୋକମାନେ ସର୍ବଦା ନଦୀ କିମ୍ବା ଜଳାଶୟ ନିକଟରେ ସେମାନଙ୍କର ତିଆରି କରୁଥିଲେ ଘର। କାହିଁକି? କାରଣ ନଦୀ ଗୁଡ଼ିକର ଜଳ ପାନୀୟ, ରୋଷେଇ ଏବଂ ପରିମଳ ପାଇଁ ମଧୁର ଜଳ ଆବଶ୍ୟକ। ଦେଖ, ତୁମେ ଘର ପିଇବା ପାଇଁ, ରୋଷେଇବାସ ପାଇଁ ଆଉ ପରିମଳ, ସାଧାରଣତଃ ମିଠା ଜଳ ଆବଶ୍ୟକ, ମଧୁର ଆବଶ୍ୟକ। ଲୁଣି ଜଳ ତ ବ୍ୟବହାର କରିପାରିବ ନାହିଁ। ଆଉ କ'ଣ? ଉର୍ବର ମାଟି, ଜଳସେଚନର ସୁବିଧା ହେତୁ ଲୋକମାନେ ଚାଷବାସ କରୁଥିଲେ। ସଇଲା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖିବା ଆମେ। ସଇଲା। ତାପରେ ନେକ୍ସଟ ପ୍ରଶ୍ନକୁ ଯିବା। ଦେଖିବା ପିଲାମାନେ ନେକ୍ସଟ ପ୍ରଶ୍ନରେ କ'ଣ ଅଛି। କ'ଣ ପ୍ରଶ୍ନ ଅଛି ପିଲାମାନେ ଦେଖିବା, ଭଲ କରି ବୁଝିନିଅ। ଗୋଟେ ଉତ୍ତର କହୁଛି ଛାଡ଼ ପିଲାମାନେ। ଗୋଦାବରୀ ନଦୀ ଉପରେ ଲୋକମାନେ ନିର୍ଭର କରୁଥିବା ତିନୋଟି କାର୍ଯ୍ୟ। ଯେ ଗୋଦାବରୀ ନଦୀ ଅଛି ପିଲାମାନେ, ଗୋଦାବରୀ ନଦୀ ଉପରେ ନିର୍ଭର କରି ଲୋକମାନେ ତିନୋଟି କାର୍ଯ୍ୟ କରୁଥିଲେ। ତ କାର୍ଯ୍ୟ ଗୁଡ଼ିକ ଲେଖିବା। ପ୍ରଥମେ କାର୍ଯ୍ୟ ଗୁଡ଼ିକ ମୁଁ କହିଦେଉଛି ପିଲାମାନେ। ଗୋଦାବରୀ ଉପରେ ନିର୍ଭର କରୁଥିବା କାର୍ଯ୍ୟ ଗୁଡ଼ିକ ଆମେ ଲେଖିବା। ତ ଗୋଟେ କରି କାର୍ଯ୍ୟ କହୁଛି, ଲେଖିବ କୃଷି କାର୍ଯ୍ୟ ପାଇଁ। ପିଲାମାନେ ଲେଖିବ କୃଷି କାର୍ଯ୍ୟ ପାଇଁ। କ'ଣ ଲେଖିବ ପିଲାମାନେ? କୃଷି କାର୍ଯ୍ୟ ପାଇଁ। ଭଲ କରି ପିଲାମାନେ ଖାତାରେ ଗୋଲ କରି ଲେଖ। କାର୍ଯ୍ୟ ପାଇଁ ଜଳ ଆବଶ୍ୟକ କରନ୍ତି। ପ୍ରଥମେ ଗଲା ଜଳ ଆବଶ୍ୟକ। 3ଟା ପଏଣ୍ଟ କହିଛି। ଦେଖ, ଆବଶ୍ୟକ କୃଷି କାର୍ଯ୍ୟ ପାଇଁ ତ ଜଳ ନିହାତି ଦରକାର ନା ପିଲାମାନେ। ପିଲାମାନେ ଆବଶ୍ୟକ କରନ୍ତି। ପ୍ରଥମ ପଏଣ୍ଟ ଗଲା। 3ଟା କହିଛି। ତାପରେ ଆଉ କ'ଣ ଲେଖିବ ପିଲାମାନେ? ପାନୀୟ, କମା ଦେବ
ରୋଷେଇ କ'ଣ ଲେଖିବ ପିଲାମାନେ ରୋଷେଇ ଏବଂ ଧୁଆ ଧୋଇ କ'ଣ ଲେଖିବ ପିଲାମାନେ ଧୁଆ ଧୋଇ ପାଇଁ ଜଳ ଆବଶ୍ୟକ ଲେଖିବ ଜଳ ଆବଶ୍ୟକ ଆବଶ୍ୟକ। ଆଉ କ'ଣ ଲେଖିବ ଏହା ଛଡ଼ା ଗୋଦାବରୀ ନଦୀର ଜଳକୁ ଗୋଦାବରୀ ନଦୀର ଜଳକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରନ୍ତି ଲେଖିବ କରନ୍ତି ବୁଝିପାରିଲେ ପିଲାମାନେ ଟିକେ ବୁଝି ଦେଉଛି ଦେଖ ପ୍ରଶ୍ନ ଆମର ହେଇଥିଲା ଗୋଦାବରୀ ନଦୀର ଲୋକମାନେ ନିର୍ଭର କରନ୍ତି ତିନୋଟି କାମ ଗୋଟେ ଯେଉଁ କୃଷି କାର୍ଯ୍ୟ ନିର୍ଭର କରନ୍ତି ସଇଲା একটা ଆଉ ଗୋଟେ ପାନୀୟ ରୋଷେଇ ଆଉ ଧୁଆ ଧୋଇ ପାଇଁ କାମରେ ହୁଅନ୍ତି ଏହା ଛଡ଼ା ଜଳ ଆବଶ୍ୟକ ଏହା ଛଡ଼ା ଗୋଦାବରୀ ନଦୀର ଜଳକୁ ବିଭିନ୍ନ କାର୍ଯ୍ୟରେ ଲୋକମାନେ ବ୍ୟବହାର କରନ୍ତି। 1 ନମ୍ବର ଗଲା ପିଲାମାନେ 2 ନମ୍ବରକୁ ଯିବା 2 ନମ୍ବର ପ୍ରଶ୍ନ କ'ଣ ଦେଖିବା ପିଲାମାନେ ଗୋଦାବରୀ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ କେଉଁ କେଉଁ ବୃତ୍ତିରେ ନିୟୋଜିତ ଅର୍ଥାତ୍ ଦେଖ ବୃତ୍ତି ମାନେ ପିଲାମାନେ ହେଉଛି କାମ ଅର୍ଥାତ୍ ଗୋଦାବରୀ ଲୋକମାନେ ହେଉଛି କେଉଁ କେଉଁ ବୃତ୍ତି ଉପରେ ଦେଖ ବୃତ୍ତି ମାନେ ସାଧାରଣତଃ ଦେଖ ଶିକ୍ଷକ ବା ମାଟି ଖୋଳିବା ବଢ଼େଇ କାମ ଏଗୁଡ଼ିକ ବୃତ୍ତି କୁହାଯାଏ ତ ତାଙ୍କର ଜୀବିକା କେଉଁ କେଉଁ କାର୍ଯ୍ୟରେ ସେମାନେ ବୃତ୍ତିରେ କରନ୍ତି ଲେଖିବ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ ଗୋଦାବରୀ ପିଲାମାନେ ଛାଡ଼ି ଦେଇଛି ନଦୀ ଲେଖିବ ଗୋଦାବରୀ ନଦୀ ନିକଟରେ ରହୁଥିବା ଲୋକମାନେ କ'ଣ ଲେଖିବ ପିଲାମାନେ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ କ'ଣ ଲେଖିବ କି ବୃତ୍ତିରେ ପିଲାମାନେ ବିଭିନ୍ନ ବୃତ୍ତି ଲେଖିବ ଲୋକମାନେ ବିଭିନ୍ନ ବୃତ୍ତିରେ କେବଳ ତ ଗୋଟିଏ ତ ବୃତ୍ତି ନୁହେଁ ପିଲାମାନେ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଟନ୍ତି ଲେଖିବ ଯାହା କ'ଣ ଲେଖିବ ପିଲାମାନେ କ'ଣ ଲେଖିବ ଯାହା ଲେଖିବ କୃଷି କମା ଦେବ ଜୀବିକା ଜୀବିକା ଏବଂ ପରିବହନ ପାଇଁ ସଇଲା ତାପରେ ଲେଖିବ ହେଲା ପ୍ରଶ୍ନ କ'ଣ ଥିଲା ଗୋଦାବରୀ ନିକଟସ୍ଥ ଅଞ୍ଚଳ ଲୋକମାନେ କେଉଁ କେଉଁ ବୃତ୍ତିରେ ନିଅନ୍ତି ତ ଗୋଦାବରୀ ନିକଟରେ ରହୁଥିବା ଲୋକମାନେ ବିଭିନ୍ନ କାର୍ଯ୍ୟ ନିୟୁକ୍ତ ଅଟନ୍ତି ଯାହା କୃଷି ଜୀବିକା ପରିବହନ ପାଇଁ ନଦୀ ଉପରେ ନିର୍ଭର କରନ୍ତି ସେମାନେ ସବୁ ନଦୀ ଉପରେ ନିର୍ଭର କରନ୍ତି ଫାର୍ଷ୍ଟ ଏଟା ଲେଖିଦେଲ ପିଲାମାନେ ଟିକେ ତୁମେ ବଡ଼ ଭଲ କରି ଲେଖିଲେ ଟିକେ ମାର୍କ ପାଇବ ଦେଖ ବୁଝି ଦେଖ ଆମର ପ୍ରଶ୍ନ ହେଇଥିଲା ଗୋଦାବରୀ ନଦୀ ଉପରେ ମାନେ ଗୋଦାବରୀ ନଦୀ ପାଖରେ ଅଞ୍ଚଳରେ ଲୋକମାନେ କେଉଁ କେଉଁ ବୃତ୍ତିରେ ଅର୍ଥାତ୍ କେଉଁ କେଉଁ କାମରେ ନିୟୋଜିତ ହୁଅନ୍ତି ତ ପିଲାମାନେ ମୁଁ ଆନ୍ସର କ'ଣ କହିଲି ଶୁଣ ଗୋଦାବରୀ ଏଠି ନଦୀ ଛାଡ଼ିଦେଲି ନଦୀ ଲେଖିଛି ନିକଟରେ ରହୁଥିବା ଲୋକମାନେ ବିଭିନ୍ନ ବୃତ୍ତିରେ ନିୟୋଜିତ ଅଟନ୍ତି ଯାହା କ'ଣ ଲେଖିବ ପିଲାମାନେ ଯାହା ହେଉଛି କୃଷି ଜୀବିକା ଏବଂ ପରିବହନ ପାଇଁ ନଦୀ ଉପରେ ନିର୍ଭର କରନ୍ତି ସଇଲା ଲେଖି ଚାଲ ତାପରେ କ'ଣ ଲେଖିବ ପିଲାମାନେ ଲେଖିଦେଉଛି ଲେଖିଲି ତାପରେ ଲେଖିବ କ'ଣ ଲେଖିବ ପିଲାମାନେ ବୃତ୍ତି ଗୁଡ଼ିକ ହେଲା ପିଲାମାନେ କ'ଣ ଲେଖିବ ବୃତ୍ତି
ଗୁଡ଼ିକ ହେଲା, ସେଇଟା ଲେଖି ସାରିଲା ପରେ ଲେଖିବ ବୃତ୍ତି ଗୁଡ଼ିକ ହେଲା। ବୃତ୍ତି ଗୁଡ଼ିକ ହେଲା, ବୃତ୍ତି ଗୁଡ଼ିକ ପିଲାମାନେ ହେଲା ଲେଖିବ। ଟିକେ ଗାର ଦେବ, ଟିକେ ଗାର ଦେବ ପିଲାମାନେ, ଭଲସେ ଲିଭେଇ ଦେଉଛି। ଗାର କରିଦେବ। ବୃତ୍ତି ଗୁଡ଼ିକ ହେଲା କୃଷି, କୈରୁ କ୍ରୁ ମୁଦ୍ରେ ସି, କୃଷି କାର୍ଯ୍ୟ, କୃଷି କାର୍ଯ୍ୟ କମା ଦେବ, ମତ୍ସ୍ୟ ଚାଷ, ଶିଳ୍ପ କାର୍ଯ୍ୟ, ଶିଳ୍ପ କାର୍ଯ୍ୟ ଏବଂ ତୀର୍ଥଯାତ୍ରୀଙ୍କୁ, ତୀର୍ଥଯାତ୍ରୀଙ୍କୁ ସେବା, ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇବା। ସେମାନେ ଏଇସବୁ କାମ କରନ୍ତି। ତୀର୍ଥଯାତ୍ରୀଙ୍କୁ ସେବା ମାନେ ଯୋଗାଇବା, ଏଇସବୁ ସେମାନେ ବୃତ୍ତିରେ ଗଣନ୍ତି। କ'ଣ ମୁଁ ପ୍ରଥମେ ଲେଖିଦେଲେ, ତାର ବୃତ୍ତି ଗୁଡ଼ିକ ପିଲା ଲେଖିବ। କୃଷି କାର୍ଯ୍ୟ ଚାଷ କରନ୍ତି, ମାଛ ଚାଷ କରନ୍ତି, ମତ୍ସ୍ୟ ଚାଷ ଆଉ ଶିଳ୍ପ କାର୍ଯ୍ୟ ଏବଂ ତୀର୍ଥଯାତ୍ରୀ ସେବା ଯୋଗାଇବା ସେମାନେ କାର୍ଯ୍ୟ କରନ୍ତି। ତ ପିଲାମାନେ ଯେଉଁମାନେ ବୁଲତି ଯାଆନ୍ତି ସେଠିକୁ, ସେମାନେ ସବୁ ସବୁବେଳେ ଗାଇଡ଼ କରନ୍ତି ବା ସେହିପରି ଭାବରେ ତାମାନେ ରୋଜଗାର କରନ୍ତି। ନେକ୍ସଟ ପ୍ରଶ୍ନ ଯିବା ପିଲାମାନେ, କ'ଣ ଦେଇଛି ଦେଖିବା। ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବାର ଜାଣିଛ? ଯେ ଗୋଦାବରୀ ନଦୀ କୂଳରେ ପିଲାମାନେ କେଉଁ କେଉଁ ଫସଲ ହେଉଥାଏ? ତ ଲେଖିବ ଭଲ କରି ପୁରା ବାକ୍ୟ ସବୁବେଳେ ଲେଖିବ। ଲେଖିବ ଗୋଦାବରୀ, ଗୋକାରେ ଗୋ, ଗୋଏକାରେ ଗୋ, ଦୋକାରେ ଦା, ବୋରି, ଗୋଦାବରୀ ନଦୀ କୂଳରେ, ଗୋଦାବରୀ ନଦୀ କୂଳରେ କ'ଣ ଲେଖିବ ପିଲାମାନେ? ନଦୀ କୂଳରେ ହେଉଛି ଧାନ, କମା ଦେବ ପିଲାମାନେ, ଗହମ ଲେଖିବ। ଧାନ, ଗହମ, କମା ଦେବ, ଆଖୁ, ଫଳ ଏବଂ କ'ଣ ଲେଖିବ ପିଲାମାନେ? ଏବଂ ପନିପରିବା, ପନିପରିବା ପିଲାମାନେ, ପନିପରିବା ଆଦି, ପନିପରିବା ଆଦି ଫସଲ ହୋଇଥାଏ। ହର୍ଷଇ ଥାଏ। ତ ବୁଝାଉଛି ପିଲାମାନେ କ'ଣ ଦେଇଛି ପ୍ରଶ୍ନ ଆମର? ଯେ ଗୋଦାବରୀ ନଦୀ କୂଳରେ କେଉଁ କେଉଁ ଫସଲ ହେଉଥିବ ଜାଣିଛୁ? ମାନେ ଗୋଦାବରୀ ଯେଉଁ ଅଛି ପିଲାମାନେ ନଦୀ ପାଖରେ କେଉଁ କେଉଁ ଫସଲ ହୁଏ? ଲେଖିବ ଗୋଦାବରୀ ନଦୀ କୂଳରେ ଧାନ, ଗହମ, ଆଖୁ, ଫଳ ଏବଂ ପନିପରିବା ଆଦି ଫସଲ ହୋଇଥାଏ। ସଇଲା ପିଲାମାନେ। ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଅଛି ପିଲାମାନେ ଦେଖିବା। ତୁମ ଅଞ୍ଚଳରେ କେଉଁ କେଉଁ ଫସଲ ଚାଷ କରାଯାଏ? ଜଳସେଚନ ପାଇଁ କେଉଁଠାରୁ ଆସିଥାଏ? ଯେ ତୁମ ଅଞ୍ଚଳରେ କି କି ଫସଲ ଚାଷ କରନ୍ତି ପିଲାମାନେ, ଆଉ ସେଇ ସବୁ ଫସଲ ଚାଷ ପାଇଁ କେଉଁଥିରୁ ତୁମର ସବୁ ପାଣି ଆସିଥାଏ? ଯେ ଚାଷ ପାଇଁ ତ ନିହାତି ପାଣି ଦରକାର, ତ କେଉଁଠାରୁ ତୁମର ପାଣି ଆସିଥାଏ ତାକୁ ଆଲୋଚନା ଆମେ କରିବା। ଲେଖିବ ଆମ ଅଞ୍ଚଳରେ, କ'ଣ ଲେଖିବ ପିଲାମାନେ? ଆମ ଅଞ୍ଚଳରେ, କ'ଣ ଲେଖିବ ପିଲାମାନେ? ଧାନ, କମା ଦେବ ପିଲାମାନେ, ଲେଖିବ ଗହମ, ଧାନ, ଗହମ, କମା ଦେବ, ଆଖୁ, ଧାନ, ଗହମ, ଆଖୁ, ଚିନାବାଦାମ ବା ଦାମ, ଚିନାବାଦାମ, କମା ଦେବ ପିଲାମାନେ, ଲେଖିବ ମକା, ବାଜରା ଏବଂ ପନିପରିବା ଆଦି ଫସଲ ଟିକେ ପିଲାମାନେ ଫସଲ ଚାଷ ହୋଇଥାଏ। ଲେଖା ହେଇଥିଲା ପ୍ରଶ୍ନ, ଫସଲ ଚାଷ ହୋଇଥାଏ। ହେଇଗଲା, ପ୍ରଥମ ପ୍ରଶ୍ନ ଉତ୍ତର ହେଇଗଲା ହୋଇଥାଏ।
ତ ପିଲାମାନେ ମୁଁ କହିଦେଉଛି, ଦେଖ ମୁଁ ପ୍ରତ୍ୟେକରେ ବୁଝେଉଛି। ଦେଖ ଲେଖା ହେଇଥିଲା ତୁମ ଅଞ୍ଚଳରେ କେଉଁ କେଉଁ ଫସଲ ଚାଷ ହୋଇଥାଏ, ଲେଖିବ ଆମ ଅଞ୍ଚଳରେ ଧାନ, ଗହମ, ଆଖୁ, ଚିନାବାଦାମ, ମକା, ବାଜରା ଏବଂ ପନିପରିବା ଆଦି ଫସଲ ଚାଷ ହୋଇଥାଏ। ଲେଖି ସାରିଲା ପିଲାମାନେ। ତାପରେ ପ୍ରଶ୍ନ କ'ଣ ଦେଇଥିଲା ପିଲାମାନେ, ଜଳସେଚନ ପାଇଁ ମାନେ ପାଣି ଦେବା ପାଇଁ। ଦେଖ ଚାଷ ତ କଲେ କାହିଁ ହବନି, ଗଛ ଲଗେଇଲେ ଗଛ ତ ମରିଯିବ ନା, ପାଣି ନିହାତି ଦରକାର। ତ ଜଳସେଚନ ପାଇଁ ଜଳ କେଉଁଠାରୁ ଆସିଥାଏ? ତ ଜଳ କେଉଁଠାରୁ ଆସିଥାଏ? ତୁମର ଅଞ୍ଚଳ କେଉଁଠି ଜଳ ଆସିଥାଏ ପିଲାମାନେ ଲେଖିବ। ଲେଖି ଦେଉଛି ପିଲାମାନେ, ଲେଖିବ ଜଳସେଚନ ପାଇଁ କ'ଣ ଲେଖିବ ପିଲାମାନେ, ଜଳ ସେଚନ ପାଇଁ, ଜଳସେଚନ କୋଉଠି ଲେଖିବ ପିଲାମାନେ, ଜଳସେଚନ ପାଇଁ ସାଧାରଣତଃ କ'ଣ ଲେଖିବ ପିଲାମାନେ, ଜଳସେଚନ ପାଇଁ ସାଧାରଣତଃ ଆମର କାହା ଉପରେ ନିର୍ଭର କରେ ବେଶୀ ପିଲାମାନେ, ବର୍ଷା ଜଳ ଆମ ଅଞ୍ଚଳ ଲୋକମାନେ ବର୍ଷା ଜଳ ଆଉ କାହା ଉପରେ ନିର୍ଭର କରେ ପିଲାମାନେ, ଆମେ ହେଉଛି ପୋଖରୀ ଜଳ ବି ଆମେ ଦେଉଛେ ଗଛରେ, ପୋଖରୀ ଜଳ, ବର୍ଷା ଜଳ, ପୋଖରୀ ଜଳ ଏବଂ କାହା ପିଲାମାନେ, ଆଉ କାହା ଉପରେ, କେନାଲ ଉପରେ ନିର୍ଭର କରୁ। କାହା ଉପରେ ପିଲାମାନେ, କେନାଲ ଉପରେ ନିର୍ଭର କରୁ। ଓକେ, ଏତିକି ହେଲା ତାର ଉତ୍ତର। ପିଲାମାନେ ବୁଝିପାରିଲ। ନେକ୍ସଟ 4 ନମ୍ବର ସରିଲା। ତାପରେ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ପ୍ରଶ୍ନ କ'ଣ ଦେଖିବା ପିଲାମାନେ, କ'ଣ ଅଛି ଦେଖିବା। ଯାହାର ପ୍ରଶ୍ନ ଟିକେ ପିଲାମାନେ ଦେଖିଦେଉଛି ପ୍ରଶ୍ନ କ'ଣ ଅଛି। ହଁ, ଏଠି ପ୍ରଶ୍ନ ଅଛି, ଲେଖ। ଦେଖ ପିଲାମାନେ ମୁଁ ଗୋଟେ ଆନ୍ସର କରୁଛି, ଭଲ କରି ଖାତାରେ ଲେଖିଦ, ନ ବୁଝିଲେ ମୋତେ ପଚାରିବ। ନଦୀ ବନ୍ଧ ନିର୍ମାଣ ହେବା ପରେ କେଉଁ ସବୁ ସମସ୍ୟା ହୋଇପାରେ, ସେଗୁଡ଼ିକ ସମସ୍ୟାର ସମାଧାନ କିପରି କରି। ଦେଖ ନଦୀ ବନ୍ଧ ହେଲା ପରେ ଅଟୋମେଟିକ୍ ସମସ୍ୟା ହେବ ନା, ତ କେଉଁ ସମସ୍ୟା ହେବ ଏବଂ ତାହାର ନିରାକରଣ ବା କିପରି ସମାଧାନ କରିବ ତାହା ଆଲୋଚନା କରିବା। ପିଲାମାନେ କ'ଣ ଲେଖିବ ପିଲାମାନେ, ଲେଖିବ, ମୁଁ ଭଲ କରି ଲେଖିଦେଉଛି, ଲେଖିଦିଅ। ଲେଖିବ ନଦୀ ବନ୍ଧ, ଖାତା କାଢ଼ିକି ଲେଖ ପିଲାମାନେ। ନଦୀ ବନ୍ଧ ନିର୍ମାଣ ହେବା ପରେ କ'ଣ ହେବ ପିଲାମାନେ, ତାହା ନଦୀ ବନ୍ଧ ହେଇଗଲା, ତାହା କ'ଣ ଲେଖିବ, ତାହା ନଦୀର କ'ଣ ଲେଖିବ, ନଦୀର ଗତିପଥକୁ ଅବରୋଧ କରିବ। ଦେଖ ନଦୀକୁ ତ ତୁମେ ଘେରିଦେବ, ଅବରୋଧ ଅଟୋମେଟିକ୍ ହେବ ନା, ଅବରୋଧ କରେ ଏବଂ ଲେଖ ପିଲାମାନେ, ଯେଉଁ ସ୍ଥାନ ପଶୁ ପକ୍ଷୀ ଏବଂ ଲୋକମାନଙ୍କର ବାସସ୍ଥାନ ଥାଏ, ଯେଠି ପଶୁ ପକ୍ଷୀ ଥିବ, ବାସସ୍ଥାନ ଥିବ, ତାହା କ'ଣ ହେଇଯିବ ପିଲାମାନେ, ତାହା ଜଳମଗ୍ନ ହେଇଯିବ, ମାନେ ବୁଡ଼ିଯିବ, ଜଳମଗ୍ନ ହୋଇଯାଏ। ବୁଝିପାରିଲେ ପିଲାମାନେ, ଟିକେ ବୁଝି ଦେଉଛି ଆଗେ, ତୁମେ ବୁଝ। ପ୍ରଶ୍ନ କ'ଣ ଥିଲା, ନଦୀ ବନ୍ଧ ନିର୍ମାଣ ହେବା ପରେ କେଉଁ ସବୁ ସମସ୍ୟା ହେବ। କ'ଣ ସମସ୍ୟା ହେବ ଲେଖିବ, ନଦୀ ବନ୍ଧ ନିର୍ମାଣ ହେବା ପରେ ତାହା ନଦୀର ଗତିପଥକୁ ଅବରୋଧ କରେ ଏବଂ ଯେଉଁ ସ୍ଥାନ ପଶୁପକ୍ଷୀ ଏବଂ ଲୋକମାନଙ୍କର ବାସସ୍ଥାନ ଥାଏ ତାହା ଜଳମଗ୍ନ ହୋଇଯାଏ। ତ ପିଲାମାନେ କ'ଣ କରିବ, ତାପରେ ପ୍ରଶ୍ନ କ'ଣ ହେଇଥିଲା ଯେ ତାହାର ସେଗୁଡ଼ିକର ସମାଧାନ କିପରି କରାଯାଇପାରିବ। ତ ତାହାର ସମାଧାନ ଗୁଡ଼ିକ କିପରି କ'ଣ କରିବ ପିଲାମାନେ, ଲେଖିବ, ଯେଉଁ
ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ମାନେ ଯାହାର କ୍ଷତି ହେଇଥିବ, ଲୋକମାନଙ୍କର ଘର ଦ୍ୱାର ଜଳବଣୀତ ନଷ୍ଟ ହେଇଥିବ, ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଅନ୍ୟତ୍ର ମାନେ ପିଲାମାନେ ଅନ୍ୟ ଜାଗାକୁ, ଓକେ, ଅନ୍ୟତ୍ର ଏକ ସୁରକ୍ଷିତ ସ୍ଥାନରେ, କ'ଣ ଲେଖିବ ପିଲାମାନେ, ମାନେ ତାକୁ ଦେଖ, ସେମାନଙ୍କ ଘର ଦ୍ୱାରା ବୁଡ଼ିଯାଇଛି, ତ ସେମାନଙ୍କୁ ଅଲଗା ଜାଗାକୁ ନେବାକୁ ପଡ଼ିବ ନା, ନହେଲେ ଆଉ ବେଶୀ କ୍ଷତି ହେବ, ସେମାନେ ଜୀବନ ଚାଲିଯାଇପାରେ। ତ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଅନ୍ୟତ୍ର ଏକ ସୁରକ୍ଷିତ ସ୍ଥାନରେ ରଖିବା, କ'ଣ କରିବା, ରଖିବା ହେଲା, ରଖିବା। ଏବଂ କ'ଣ କରିବ, ଏବଂ ସେମାନଙ୍କର ଉତ୍ତମ ଜୀବନ ଧାରଣର ସମସ୍ତ ବ୍ୟବସ୍ଥା କରିବା। ଦେଖ, ସେମାନଙ୍କୁ ଆମେ ଭଲ ଜାଗାକୁ ନେଇଯିବା ଏବଂ ସେମାନଙ୍କୁ ଉପଯୁକ୍ତ କ'ଣ କରିବା, ବ୍ୟବସ୍ଥା କରିବା। ଓକେ, ସେମାନଙ୍କୁ କ'ଣ କରିବା, ଉପଯୁକ୍ତ ବ୍ୟବସ୍ଥା କରିବା। ତ ନେକ୍ସଟ ପ୍ରଶ୍ନ ହେଉଛି ପିଲାମାନେ, ନେକ୍ସଟ ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। ଯେ ପ୍ରଶ୍ନପତ୍ର ପିଲାମାନେ ଭଲ କରି ବୁଝିପାରୁଛ, ଯାହାର କ'ଣ ହେଉଛି ତୁମେ ଉତ୍ତର ଗୁଡ଼ିକ କ'ଣ କରିବ, ଆମେ ଲେଖିପାରିବା। ଉତ୍ତର କ'ଣ କରିବା, ଉତ୍ତର ଗୁଡ଼ିକ ଦେଖିପାରିବା। ଏବଂ ଦେଖ ପିଲାମାନେ, ପ୍ରଶ୍ନ ଗୁଡ଼ା କ'ଣ ଦେଇଛି ଦେଖ, ଆମେ ଉତ୍ତରକୁ ନେକ୍ସଟ ପ୍ରଶ୍ନକୁ ଯିବା। କ'ଣ ଦେଖିବା, ପ୍ରଶ୍ନ କ'ଣ ଅଛି, ଲେଖ। କ'ଣ ଅଛି ପିଲାମାନେ, ଦେଖ, ଆମେ କ'ଣ ଦେଇଛି ପିଲାମାନେ, ଦେଖ, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦି ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜମା ହୁଏ। ଦେଖ, ଆମେ ଯେଉଁ ପ୍ଲାଷ୍ଟିକ, ତୁମେ ଘରେ ଯେଉଁ ପ୍ଲାଷ୍ଟିକ ଜରି, ଖାଇବା ଅଂଶ, ଚକୋଲେଟ୍, ବିସ୍କୁଟ ଜରି ଇତ୍ୟାଦିକୁ ତୁମେ କେଉଁଠି ଫିଙ୍ଗିଥାଉ, ଆଉ ସେଗୁଡ଼ିକ ପିଲାମାନେ କେଉଁଠାରେ ଜମା ହୁଏ। ତ ପିଲାମାନେ ଏହାର ଆନ୍ସର ତୁମେ ଲେଖିବ। କ'ଣ ଲେଖିବ, ଦେଖ, ଲେଖିବ ଭଲ କରି ପିଲାମାନେ, ଲେଖିବ ଯାହା ଲେଖା ଅଛି ଏଇଠାରୁ ଲେଖିଦେବ। ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦିକୁ ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜାଗାରେ ଉତ୍ତର ଲେଖିବ ପିଲାମାନେ, ଲେଖିବ ନଦୀରେ, ନଦୀରେ ଜମା ହୁଏ। ପୁରା ଲେଖୁନି, ମୁଁ ଏତିକି ଲେଖିଲି, ତୁମେ ଲେଖିବ। ତ କହିଦେବି, ଦେଖ, ପ୍ରଶ୍ନ କ'ଣ ଦେଇଥିଲା, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦିକୁ ଅଳିଆ ଗୁଡ଼ିକ ଫିଙ୍ଗିଥାଉ ତାହା କେଉଁଠାରେ ଜମା ହୁଏ। ତୁମେ ଲେଖିବ, ପୁରାଟା ଲେଖିବ। ଏଇଟା, ଆମେ ଯେଉଁ ପ୍ଲାଷ୍ଟିକ ଖୋଳ ବା ମୁଣି ଇତ୍ୟାଦି ଅଳିଆ ଗୁଡ଼ିକୁ ଫିଙ୍ଗିଥାଉ ତାହା କେଉଁଠାରେ ଜାଗାର, ଏଇ ଉତ୍ତର ଲେଖିବ। କ'ଣ ଲେଖିବ, ନଦୀରେ ଜମା ହୁଏ, ପୂର୍ଣ୍ଣଚ୍ଛେଦ ସଇଲା। ତାପରେ 2 ନମ୍ବର ପ୍ରଶ୍ନକୁ ଯିବା। 2 ନମ୍ବର ପ୍ରଶ୍ନ କ'ଣ ଅଛି ପିଲାମାନେ, ଆମେ ଦେଖିବା। କ'ଣ ଅଛି ଦେଖ ପିଲାମାନେ, 2 ନମ୍ବର ପ୍ରଶ୍ନକୁ ଆମେ ଯିବା। ଦେଖ, ତୁମ ଘରେ କି ପ୍ରକାର ସାବୁନ, ଶ୍ୟାମ୍ପୁ କିମ୍ବା ଚଟାଳ ସଫା କରିବା ଦ୍ରବ୍ୟ ପ୍ରାକୃତିକ କିମ୍ବା ବଜାରରୁ କିଣି ବ୍ୟବହାର କରାଯାଏ। ମଇଳା ଜଳ ସହିତ ଏସବୁ କେଉଁଠାରେ ଯାଇଥାଏ। ଲେଖିବ ପିଲାମାନେ, ଯାହା ଲେଖା ହେଇଛି ତୁମେ ଲେଖ, ତୁମ ଘରେ ସାବୁନ ପାଇଁ ବ୍ୟବହାର କରିଥାଏ। ତ ଲେଖିବ ଆମ ଘରେ ଚଟାଣ ସଫା କରିବା ପାଇଁ କ'ଣ କରୁ ପିଲାମାନେ, ଫିନାଇଲ, କ'ଣ ଲେଖିବ ପିଲାମାନେ,
ଦନ୍ତନେକା ନା ଇଲ୍ ଫିନାଇଲ୍ ବ୍ୟବହାର କରୁ। ଫିନାଇଲ୍ ବ୍ୟବହାର ଫିନାଇଲ୍ ବ୍ୟବହାର, ତୁମ ଘରେ ଫିନାଇଲ୍ ବ୍ୟବହାର କର, ଫିନାଇଲ୍ ବ୍ୟବହାର କରୁ। ପୂର୍ଣ୍ଣଚ୍ଛେଦ। ତାପରେ ହେଇଛି ମଇଳା ଜଳ ସହିତ ଏସବୁ କେଉଁଠାକୁ ଯାଏ? ଲେଖିବ ମଇଳା ଜଳ ସହ କ'ଣ ଲେଖିବ ପିଲାମାନେ? ଲେଖିବ ମଇଳା ହର୍ଷଇ ଳକାଳା ମଇଳା ଜଳ ସହ ମଇଳା ଜଳ ସହ ଏହି ସବୁ ଡ୍ରେନ୍କୁ ଯାଏ। କେଉଁଠି ଯାଏ ପିଲାମାନେ? ଡ୍ରେନ୍କୁ ତାପରେ ମୁଁ ଲେଖିଦେଉଛି, ଜାଗା ଧରୁନି, ଏଠି ଲେଖିଦେଉଛି ଯାଏ। ତ ବୁଝେଇ ହେଉଛି ପିଲାମାନେ, ପ୍ରଶ୍ନଟା ବୁଝ। କ'ଣ ପ୍ରଶ୍ନ ହେଇଥିଲା? ତୁମ ଘରେ କି ପ୍ରକାର ସାବୁନ, ଶ୍ୟାମ୍ପୁ କିମ୍ବା ଚଟାଣ ସଫା କରିବା ପାଇଁ ପ୍ରାକୃତିକ ବଜାରରୁ କିଣି ଆଣ ବ୍ୟବହାର କରିଥାଉ? ମଇଳା ଜଳ ଗୁଡ଼ିକ କେଉଁଠାରେ? ଆମ ଘରେ ସାଧାରଣତଃ କ'ଣ ଚଟାଣ କରିବା ପାଇଁ ଫିନାଇଲ୍ ବ୍ୟବହାର କରୁ। ମଇଳା ଜଳ ସହିତ ଏସବୁ ଡ୍ରେନ୍କୁ ଯାଏ। ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖିବା। ଟିକେ ପିଲାମାନେ ପ୍ରଶ୍ନକୁ ଯିବା। ହଁ, ଏଠି ପ୍ରଶ୍ନ ଦେଇଛି, କ'ଣ ଦେଖିବା? ପ୍ରଶ୍ନ ଦେଇଛି ପିଲାମାନେ, ଜଳରେ ଦ୍ରବୀଭୂତ ହେଉଥିବା ଜଳରେ କ'ଣ କ'ଣ ମିଶିଥାଏ? ଜଳରେ କ'ଣ କ'ଣ ମିଶିଥାଏ ପିଲାମାନେ? ଚିନି ମିଶିଥାଏ। କ'ଣ ଲେଖିବ? ଜଳରେ ପିଲାମାନେ ଚିନି, ଚିନି ମିଶିଥାଏ, କମା ଦବ। ମିଶ୍ରି ମିଶିଥାଏ। ଆଉ କ'ଣ ପିଲାମାନେ? ଅମୁଲ ମିଶିଥାଏ। ଓକେ। ଆଉ ପିଲାମାନେ କ'ଣ ମିଶିଥାଏ? ଲେଖିବ ତୁମେ ଜଳରେ କ'ଣ କ'ଣ ମିଶିଥାଏ, ତୁମ ଘରେ କ'ଣ କ'ଣ ମିଶିଥାଏ ଲେଖିପାରିବ। ଆଉ ହେଉଛି ତୁମର କ'ଣ ମିଶିଥାଏ? ହର୍ଲିକ୍ସ ମିଶିଥାଏ। ହେଲା, ଏତିକି ତୁମର ଜଳରେ କ'ଣ କ'ଣ ମିଶିଥାଏ ତୁମେ ଲେଖିପାରିବ। ଓକେ। ଆଉ ତୁମର ଯଦି କେଉଁ ଜିନିଷ ମିଶେ ତୁମେ ମନେ କରିକି ତୁମେ ଲେଖିପାରିବ। ଓକେ। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନରେ କ'ଣ ଦେଇଛି ପିଲାମାନେ? ଜଳରେ ଦ୍ରବୀଭୂତ ମାନେ ଜଳରେ କେଉଁଟା ମିଶେ ନାହିଁ? ଜଳରେ କେଉଁଟା ମିଶେ ନାହିଁ ପିଲାମାନେ? ଲେଖିବ ଜଳରେ କ'ଣ କ'ଣ ମିଶେ ନାହିଁ ତୁମେ ଜାଣିଛ? ବାଲି, କ'ଣ ଲେଖିବ? ବାଲି, ଗୋଡ଼ି, ପତ୍ର, କୁଟା, କାଠି, ସୋଲ ଇତ୍ୟାଦି ଦ୍ରବୀଭୂତ ବା ମିଶେ ନାହିଁ। ସଇଲା। ତାପରେ ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ଅଛି କ'ଣ ଦେଖିବା ପିଲାମାନେ? ଟିକେ ପିଲାମାନେ ପ୍ରଶ୍ନକୁ ଯାଉଛି। ଏଠି ଦେଇଛି ଲେଖ ତୁମ ନିଜ ଆଖପାଖରେ ଥିବା ଜଳାଶୟ ସୁରକ୍ଷା ପାଇଁ 3ଟି ପଦକ୍ଷେପ। ତୁମର ଜଳାଶୟ ଅଛି, ସୁରକ୍ଷା ପାଇଁ 3ଟା ପଦକ୍ଷେପ। ପ୍ରଥମେ କ'ଣ କରିବ ପିଲାମାନେ? ପଦକ୍ଷେପ 1ରେ ଲେଖିବ ପିଲାମାନେ, କ'ଣ କରିବା? ଅଳିଆ ଆବର୍ଜନା ପକାଇବା ନାହିଁ। ଅଳିଆ ଆବର୍ଜନା ପକାଇବା ନାହିଁ। ପୂର୍ଣ୍ଣଚ୍ଛେଦ ହେବ। 2ରେ ଲେଖିବ ଲୁଗା, କ'ଣ ଲେଖିବ ପିଲାମାନେ? ଲୁଗା ଓ ବାସନ ଧୋଇବା ନାହିଁ। ଲୁଗା ବାସନ ସେଠି ଧୋଇବ ନାହିଁ। ଓକେ। ପୂର୍ଣ୍ଣଚ୍ଛେଦ। ଆଉ କ'ଣ ଲେଖିବ? ଗାଈ ଗୋରୁଙ୍କୁ ଗାଧୋଇବା ନାହିଁ। ଆଉ ଗୋଟେ ତୁମେ ଲେଖିବ ପିଲାମାନେ, କ'ଣ ଲେଖିପାରିବ? ନଳିତା ବିଡ଼ା ପଚେଇବା ନାହିଁ। ତୁମେ ପଢ଼ିଥିଲ 4th ଶ୍ରେଣୀ, ନଳିତା ବିଡ଼ା ପଚେଇବା ନାହିଁ। ତ ଏତିକି ହେଲା ତୁମର ଉତ୍ତର। ତ ବୁଝେଉଛି ପିଲାମାନେ, ବୁଝିନିଅ। ଦେଖ କ'ଣ ଦେଇଥିଲା ପିଲାମାନେ, ଆମେ ଦେଖିବା। ଦେଖ, ତୁମ ନିଜ ଆଖପାଖରେ ଥିବା
ଜଳାଶୟର ସୁରକ୍ଷା ପାଇଁ 3ଟି ପଦକ୍ଷେପ। ପ୍ରଥମ ଲେଖିବ ପିଲାମାନେ ଅଳିଆ ଆବର୍ଜନାକୁ ପକାଇବା ନାହିଁ। 2 ଲେଖିବ ଲୁଗା ବାସନ ଧୋଇବା ନାହିଁ, ପୂର୍ଣ୍ଣଚ୍ଛେଦ ଦେବ। ଆଉ ଗାଈ ଗୋରୁଙ୍କୁ ଗାଧୋଇବା ନାହିଁ। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ। ନେକ୍ସଟ ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। ଦେଖ ଏଇଠି ଅଛି ପ୍ରଶ୍ନ, ଟିକେ ପିଲାମାନେ ଅପେକ୍ଷା କର, ଟିକେ ଯିବା ପ୍ରଶ୍ନକୁ। ଏଇଟା ପାଠ ଗୋଟେ ତୁମେ ପଢ଼ିଦେବ। ଲେଖା ଅଛି କ'ଣ ଦେଇଛି ପ୍ରଶ୍ନ ପିଲାମାନେ। ଯଦି ତୁମ ଘରେ ଦିନ ସାରା ଜଳ ନଥାଏ ତେବେ ତୁମେ କ'ଣ କରିବ? ପ୍ରଶ୍ନ କ'ଣ ଦେଲା? ଯଦି ତୁମ ଘରେ ଜଳ ନଥାଏ ତେବେ ତୁମେ କ'ଣ କରିବ? ତ ପିଲାମାନେ ତାହାର ଆନ୍ସର ତୁମେ କ'ଣ ଲେଖିବ? ଯଦି ଆମ ଘରେ ଦିନ ସାରା ଜଳ ନଥାଏ ତେବେ ତୁମେ କ'ଣ କରିବ? ଆମେ ଲେଖିବ ଏଟା ଭଲସେ ଲେଖିଛୁ ପିଲାମାନେ। ଆମେ ବଜାର କିମ୍ବା ଦୋକାନରୁ ଜଳ ଆଣି ବ୍ୟବହାର କରିବା। ତ ଜଳ ତ ବ୍ୟବହାର କରି ପଡ଼ିବ, ପିଇବାକୁ ତ ପଡ଼ିବ। ଲେଖା ତୁମ ଘରେ ଦିନ ସାରା ଜଳ ନଥାଏ ତୁମେ କ'ଣ କରିବ? ଆମେ ବଜାର କିମ୍ବା ଦୋକାନରୁ ଜଳ ଆଣି ବ୍ୟବହାର କରିବା। ନେକ୍ସଟ ପ୍ରଶ୍ନ ଦେଇଛି, ଯଦି ଗୋଟିଏ ସପ୍ତାହ ଧରି, ପିଲାମାନେ କ'ଣ ଦେଇଛି? ଯଦି ଗୋଟିଏ ସପ୍ତାହ ଧରି ଜଳ ନଥାଏ ତେବେ ତୁମେ କ'ଣ ହବ? ତୁମେ କିପରି ଗାଧୋଇବ, ପିଇବ, ରୋଷେଇ କରିବ କିମ୍ବା ପରିଷ୍କାର ପରିଚ୍ଛନ୍ନ ରହିବ? ତୁମେ ଜଳ ଆଣିବା ପାଇଁ କେଉଁଠିକୁ ଯିବ? ତ ପିଲାମାନେ ଏହାର ଆନ୍ସର ପିଲାମାନେ କ'ଣ ଲେଖିବ ମୁଁ କହିଦେଉଛି, ଭଲ କରି ତୁମେ ଖାତା କାଢ଼ିକି ତୁମେ ଲେଖିନିଅ। ପ୍ରଶ୍ନ କ'ଣ ଦେଇଛି ପିଲାମାନେ? ଯିବା। ତ ତୁମେ ନଥାଏ ତେବେ କ'ଣ କରିବ? ଲେଖିବ ଆମେ ଆମ ଆଖ ପାଖରେ ଥିବା ନଦୀ, ପୋଖରୀ ବା କେନାଲରୁ ପାଣି ଆଣି ବ୍ୟବହାର କରିବା। ସଇଲା। ପ୍ରଶ୍ନ ଦେଇଥିଲା ତୁମେ କେଉଁଠି ଜଳ ଆଣିବ? ଲେଖିବ ଆମେ ଆଖପାଖରେ ଥିବା ନଦୀ, ପୋଖରୀ ବା କେନାଲରୁ ପାଣି ଆଣି ବ୍ୟବହାର କରିବା। ପିଲାମାନେ ଏତିକି ତୁମର ସଇଲା ପ୍ରଶ୍ନ ଉତ୍ତର। ନେକ୍ସଟ ଭିଡ଼ିଓରେ କ'ଣ କରିବି ପିଲାମାନେ? এটা ଲେଖିବା ଆମର ପ୍ରଶ୍ନ ଉତ୍ତର ଗୁଡ଼ିକ। ଏଇ ଯେ ଆସୁଛି ଚିନ୍ତାକର ପ୍ରଶ୍ନରେ ନେକ୍ସଟ ପାର୍ଟ 2ରେ ଆଲୋଚନା କରିବି। ପିଲାମାନେ ଭିଡ଼ିଓଟି କେମିତି ଲାଗିଲା ଗୋଟେ କମେଣ୍ଟ କରି ଜଣାଇବ। ଯଦି ପସନ୍ଦ ସେ ଲଭ୍ ଚିହ୍ନ ଦେବ। ଆଉ ପିଲାମାନେ ହାଇପ୍ କରିଦେବ। କ'ଣ କରିବ ପିଲାମାନେ? ହାଇପ୍ ତୁମେ ନିହାତି କରିବ। ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରିବ ଏବଂ କମେଣ୍ଟ କରି ଜଣାଇବ ତୁମର ଆଉ କେଉଁ ସବୁ ବିଷୟରେ ପ୍ରଶ୍ନ ଉତ୍ତର ନିହାତି ଦରକାର। କ'ଣ ଦେଇଛି ପିଲାମାନେ ଦେଖ, କେଉଁ କେଉଁ ନଦୀ ଆମ ରାଜ୍ୟ ଦେଇ ପ୍ରବାହିତ ହେଇଛି? ତ ଏହାର ଆନ୍ସର ପିଲାମାନେ ଲେଖିବ କେଉଁ କେଉଁ ନଦୀ ପ୍ରବାହିତ ତୁମେ ଜାଣିଛ ପିଲାମାନେ, ପଢ଼େଇଥିଲି ମୁଁ। ଲେଖିବ ମହାନଦୀ। କ'ଣ ଲେଖିବ ଉତ୍ତର? ଏହାର ଉତ୍ତର ଲେଖିବ ପିଲାମାନେ କେଉଁ କେଉଁ ଅଛି? କ'ଣ ଲେଖିବ? ମହାନଦୀ। କ'ଣ ଲେଖିବ? ମହାନଦୀ ଲେଖିବ। ତାପରେ ଲେଖିବ ବ୍ରାହ୍ମଣୀ। କ'ଣ ଲେଖିବ? ବ୍ରାହ୍ମଣୀ। ମହାନଦୀ, ବ୍ରାହ୍ମଣୀ। ଆଉ କ'ଣ ଲେଖିବ ପିଲାମାନେ? ବୈତରଣୀ। କ'ଣ ଲେଖିବ? ବୈତରଣୀ। ଆଉ କ'ଣ ଲେଖିବ ପିଲାମାନେ? ଋଷିକୁଲ୍ୟା। କ'ଣ ଲେଖିବ? ଋଷିକୁଲ୍ୟା। ବଂଶଧାରା ଏବଂ ଲେଖିବ ସୁବର୍ଣ୍ଣରେଖା। କ'ଣ ଲେଖିବ? ସୁବର୍ଣ୍ଣରେଖା ପରି ଲେଖିବ ସୁବର୍ଣ୍ଣରେଖା ପରି ଅନେକ ନଦୀ। କ'ଣ ଲେଖିବ? ଅନେକ ନଦୀ ଆମ ରାଜ୍ୟ ଦେଇ ପ୍ରବାହିତ ହେଇଛି। ଆମ
ରାଜ୍ୟ ଦେଇ କ'ଣ ଲେଖିବ ଆମ ରାଜ୍ୟରେ ପ୍ରବାହିତ ହୋଇଥିବ। ଆମର ତ ପିଲାମାନେ ବୁଝେଇଛ ପ୍ରଶ୍ନ କ'ଣ ଦେଇଥିଲା ବୁଝେଉଛି କ'ଣ ଥିଲା ଆସ ଚିନ୍ତା କରିବା। କେଉଁ କେଉଁ ନଦୀ ଆମ ରାଜ୍ୟ ଦେଇ ପ୍ରବାହିତ ହେଇଛି ଲେଖିବ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶୀଧାରା ଲେଖିବ କ'ଣ ଲେଖିବ ବଂଶଧାରା, ସୁବର୍ଣ୍ଣ ରେଖା ପରି ଅନେକ ନଦୀ ଆମ ରାଜ୍ୟ ଦେଇ ପ୍ରବାହିତ ହୋଇଛି। ତାପରେ କ'ଣ ପ୍ରଶ୍ନକୁ ଯିବା। କ'ଣ ପ୍ରଶ୍ନ ଅଛି କ'ଣ ଦେଖିବା ପ୍ରଶ୍ନ କ'ଣ ଅଛି ସେମାନଙ୍କୁ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ ଲେଖିବ। ଏହାର ଉତ୍ତର ପିଲାମାନେ ଲେଖିବ କ'ଣ ଲେଖିବ ସେମାନଙ୍କୁ ପିଇବା କ'ଣ ଲେଖିବ ପିଇବା କମା ଲେଖିବ ରୋଷେଇ କରିବା କମା ଦବ ଧୁଆ ଧୋଇ କ'ଣ ଲେଖିବ ଧୁଆ ଧୋଇ କରିବା ରୋଷେଇ କରିବା। ଆଉ କ'ଣ ଲେଖିବ କୃଷି କ୍ଷେତ୍ରରେ ଜଳସେଚନ କରିବା କାର୍ଯ୍ୟରେ ବ୍ୟବହାର କରୁ। ପୂର୍ଣ୍ଣଚ୍ଛେଦ ଦେବ। ତାହେଲେ ବୁଝିପାରିଲେ ପିଲାମାନେ ପ୍ରଶ୍ନ କ'ଣ ଦେଇଥିଲା ଆମର ସେମାନଙ୍କୁ ଆମେ କେଉଁ କେଉଁ କାର୍ଯ୍ୟରେ ବ୍ୟବହାର କରୁ ଲେଖିବ ସେମାନଙ୍କୁ ପିଇବା, ରୋଷେଇ କରିବା, ଧୁଆ ଧୋଇ କରିବା, କୃଷି କ୍ଷେତ୍ରରେ ଜଳସେଚନ କରିବା ଆଉ ଜଳସେଚନ କରିବା କାର୍ଯ୍ୟରେ ବ୍ୟବହାର କରୁ। ପୂର୍ଣ୍ଣଚ୍ଛେଦ ଦେବ। ଖର ପ୍ରଶ୍ନକୁ ଯିବା ପିଲାମାନେ କ'ଣ ଅଛି କ'ଣ ଦେଇଛି ସେମାନଙ୍କ ଉପରେ ବନ୍ଧ ବନ୍ଧାଇଛି କି ଲେଖିବ ହଁ ପିଲାମାନେ ହଁ କମା ଦେବ ଲେଖିବ ଆମ ରାଜ୍ୟର ଅନେକ ନଦୀ ଉପରେ ବନ୍ଧ ଲେଖିବ ବନ୍ଧ ନିର୍ମାଣ କରାଯାଇଛି। ଅନେକ ରାଜ୍ୟ ନିର୍ମାଣ କରାଯାଇଛି ଲେଖିବ କ'ଣ ଲେଖିବ ପିଲାମାନେ କି ଉପରେ ବନ୍ଧ କରାଯାଇଛି ପିଲାମାନେ ଲେଖିବ ମହାନଦୀ ଉପରେ ମହାନଦୀ ଉପରେ ହୀରାକୁଦ ଏବଂ ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ନଦୀ ବନ୍ଧ ନିର୍ମାଣ କରାଯାଇଛି। ବୁଝିଗଲା ପିଲା ପ୍ରଶ୍ନ କ'ଣ ଦେଇଛି ବୁଝିବା। ପ୍ରଶ୍ନ କ'ଣ ଦେଇଛି ସେମାନଙ୍କ ଉପରେ ବନ୍ଧ ବନ୍ଧାଯାଇଛି କି ତୁମେ ଲେଖିବ ପିଲାମାନେ ହଁ ଆମ ରାଜ୍ୟର ଅନେକ ନଦୀ ଉପରେ ବନ୍ଧ ନିର୍ମାଣ କରାଯାଇଛି। ମହାନଦୀ ଉପରେ ହୀରାକୁଦ ଏବଂ ବ୍ରାହ୍ମଣୀ ନଦୀ ଉପରେ ରେଙ୍ଗାଲି ନଦୀ ବନ୍ଧ ସ୍ଥାପନ କରାଯାଇଛି। ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ କ'ଣ ଅଛି ଦେଖିବା। ପିତାମାତା କିମ୍ବା ଜେଜେବାପାଙ୍କୁ ତୁମ ଅଞ୍ଚଳରେ କୌଣସି ନଦୀର କାହାଣୀ କିମ୍ବା ନଦୀର ପର୍ବପର୍ବାଣୀ କହିବାକୁ କୁହ ସେହି କଥାକୁ ଶ୍ରେଣୀରେ ଆଲୋଚନା କର। ତ ପିଲାମାନେ ଏହା କ'ଣ କରିବ ମୁଁ କହିଦେଉଛି ଆନ୍ସରଟି ଲେଖିବ। ଦେଖ ଏଇଟା ହେଉଛି ତୁମର ପାର୍ସନାଲ କ୍ୱେଶ୍ଚନ୍ ତ କଥାଟାକୁ କିପରି ଆଲୋଚନା କରିବା ମୁଁ ବୁଝେଇ ହେଉଛି ଭଲ କରି ତୁମେ ଆନ୍ସରଟାକୁ ବୁଝ। ତ 2 ନମ୍ବର ପ୍ରଶ୍ନ ଆନ୍ସରଟା ମୁଁ କହୁଛି ଦେଖ ଏଠି କହୁଛି
ତୁମେ ଲେଖିନିଅ। ତ ଏଠି 2 ନମ୍ବର ଦେବ ହେଲା। କ'ଣ ଦେଇଛି ପିଲାମାନେ ପ୍ରଶ୍ନ କ'ଣ ଦେଇଥିଲା ଆମର ଯେ ତୁମ ଅଞ୍ଚଳରେ ପିତାମାତା ଜେଜେବାପାଙ୍କୁ କହି ଅଞ୍ଚଳରେ ନଦୀର କାହାଣୀ ସମ୍ପର୍କଟା ପରିବାର ବିଷୟରେ କାହାଣୀରେ କହିବ। ଲେଖିବ କ'ଣ ଲେଖିବ ପିଲାମାନେ? ଲେଖିବ ଆମ ଅଞ୍ଚଳରେ କ'ଣ ଲେଖିବ ପିଲାମାନେ? ଆମ ଅଞ୍ଚଳରେ ନଦୀକୁ ନେଇ ଆମ ଅଞ୍ଚଳରେ ନଦୀକୁ ନେଇ ସବୁଠାରୁ ବଡ଼ ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। କ'ଣ ଲେଖିବ? କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ କ'ଣ ଲେଖିବ ପିଲାମାନେ? ଏହି ଦିନ ସକାଳୁ ଲୋକମାନେ ନଦୀକୁ ଯାଇ ସ୍ନାନ କରନ୍ତି। କ'ଣ କରନ୍ତି ପିଲାମାନେ? ସ୍ନାନ କରିବା ମାନେ ଗାଧୋଇବା। ସ୍ନାନ କରନ୍ତି ଏବଂ କ'ଣ ଲେଖିବ? ନଦୀକୁ ସ୍ନାନ କରନ୍ତି ଏବଂ ଲେଖିବ ଏବଂ କଦଳୀ ପଟୁଆରେ ଛୋଟ ଛୋଟ ଡଙ୍ଗା ତିଆରି କରି ଭସାନ୍ତି। ଛୋଟ ଛୋଟ ଡଙ୍ଗା ତିଆରି କରି ଭସାନ୍ତି। ତ ପ୍ରଥମେ ଟିକେ ବୁଝେଇ ଦେଉଛି ପିଲାମାନେ। ତ ଲେଖା ହେଇଛି ପ୍ରଶ୍ନ କ'ଣ ହେଇଥିଲା? ପିତାମାତା କିମ୍ବା ଜେଜେମା ଜେଜେବାପାଙ୍କୁ ତୁମ ଅଞ୍ଚଳ ନଦୀ ଉପରେ ଥିବା ଗୋଟେ କାହାଣୀ ବା ପର୍ବପର୍ବାଣି କୁହ। ଶ୍ରେଣୀ ଆଲୋଚନା। ଲେଖିବ ଆମ ଅଞ୍ଚଳରେ ନଦୀକୁ ନେଇ ସବୁଠାରୁ ବଡ଼ ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ପୂର୍ଣ୍ଣଚ୍ଛେଦ ହେବ। ଏହି ଦିନ ସକାଳୁ ଲୋକମାନେ ନଦୀକୁ ଯାଇ ସ୍ନାନ କରନ୍ତି ଏବଂ କଦଳୀ ପଟୁଆରେ ଛୋଟ ଛୋଟ ଡଙ୍ଗା ତିଆରି କରି ଭସାନ୍ତି। ଶଇଲା ଲିଭୁଛି। ତାପରେ କ'ଣ ଲେଖିବ? ଭସାନ୍ତି। ତାପରେ ଲେଖିବ ଭସାନ୍ତି ଶଇଲା। ତାପରେ ଲେଖିବ ଡଙ୍ଗାରେ କ'ଣ ଲେଖିବ? ଭସାନ୍ତି। ଡଙ୍ଗାରେ ଦୀପ କମା ଦେବ, ପାନ କମା ଦେବ, ଗୁଆ କମା ଫୁଲ ରଖି ଆ କା ମା ବୋଉ ବୋଲି ଗୀତ କ'ଣ? ଗୀତ ଗାଇ ଗୀତ ଗାଇ ଏହାକୁ ଆ କା ମା ବୋଇ ଗୀତ ଗାଇ ଏହାକୁ ପାଣିରେ ଛାଡ଼ନ୍ତି। ବୁଝିପାରିଲ ପିଲାମାନେ? ପାଣିରେ ଛାଡ଼ନ୍ତି। ପୂର୍ଣ୍ଣଚ୍ଛେଦ ଦେବ। ଏହା ଲେଖିବ ଏହା ଆମର ପୁରାତନ ଗୌରବମୟ ନୌବାଣିଜ୍ୟକୁ ସ୍ମୃତିକୁ ମନେ ପକାଏ। ଏହା ଆମର ନୌବାଣିଜ୍ୟ ସ୍ମୃତିକୁ ମନେ ପକାଏ। ଡଙ୍ଗାରେ ଦୀପ, ପାନ, ଗୁଆ, ଫୁଲ ରଖି ଆ କା ମା ବୋଇ ବୋଲି ଗୀତ ଗାଇ ଏହାକୁ ପାଣିରେ ଛାଡ଼ନ୍ତି। ଏହା ଆମର ପୁରାତନ ଗୌରବମୟ ନୌବାଣିଜ୍ୟକୁ ଟିକେ ତାପରେ ଛାଡ଼ି ଦେଇଥିଲି। ଲେଖିବ ନୌବାଣିଜ୍ୟ
ବାଣିଜ୍ୟ ବେକାର ବା ମଧ୍ୟମ ଶ୍ରେଣୀ ଜ୍ୟ ନୌବାଣିଜ୍ୟ ଶ୍ରୁତିକୁ ମନେ ପକାଇ ଦିଏ। ପୂର୍ଣ୍ଣଚ୍ଛେଦ। ତାପରେ ଲେଖିବ ଜେଜେବାପା କହୁଥିଲେ। କ'ଣ ଲେଖିବ? ଜେଜେବାପା କହୁଥିଲେ। କ'ଣ କହୁଥିଲେ ପିଲାମାନେ? ଜେଜେବାପା କହୁଥିଲେ ଯେ ପୂର୍ବେ କ'ଣ ଲେଖିବ ପିଲା? ନା ପୂର୍ବେ ନଦୀର ଜଳ। ଜେଜେବାପା କହୁଥିଲେ ପୂର୍ବେ ନଦୀର ଜଳ ଖୁବ୍ ନିର୍ମଳ ଥିଲା। ନିର୍ମଳ ଥିଲା। କିନ୍ତୁ ପିଲାମାନେ କ'ଣ ଲେଖିବ? କିନ୍ତୁ ଆମେ ଅଳିଆ ପକାଇ ଟିକେ ପିଲାମାନେ ତାର ବୁଝେଇ କହୁଛି। ତାପରେ ଲେଖିବ ଲେଖିସାରିଲ ନୌବାଣିଜ୍ୟ ଶ୍ରୁତିକୁ ମନେ ପକାଇ দিয়ে ଲେଖିସାରିଲ। ତାପରେ 2i ପଏଣ୍ଟ ବା ଖ ପଏଣ୍ଟ ଦେଇକି ଲେଖିଦେବ। ଜେଜେବାପା କହୁଥିଲେ ଯେ ପୂର୍ବେ ନଦୀର ଜଳ ଖୁବ୍ ନିର୍ମଳ ଥିଲା। କିନ୍ତୁ ଆମେ ଅଳିଆ ପକାଇ ତାପରେ କ'ଣ ଲେଖିବ? ଆମେ ଅଳିଆ ପକାଇ ଏହାକୁ ଦୂଷିତ କରୁଛେ। ପୂର୍ଣ୍ଣଚ୍ଛେଦ ହେବ। ନଦୀକୁ ଲେଖିବ ନଦୀ ଆମକୁ ଖାଦ୍ୟ ଓ ପାଣି ଦେଉଥିବାରୁ ଆମେ କ'ଣ ଲେଖିବ? ଆମେ ତାଙ୍କୁ ମା ଭଳି ସମ୍ମାନ ଦେବା। ବୁଝିଗଲେ ପିଲାମାନେ? ନଦୀକୁ କ'ଣ କରିବା? ଆମେ ମା ଭଳି ସମ୍ମାନ ଦେବା ଏବଂ କ'ଣ କରିବା? ଏବଂ ସଫା ରଖିବା ଉଚିତ। ବୁଝିଗଲେ ପିଲାମାନେ? ଏଇଟା ହେଉଛି ତୁମର ଯେ ପ୍ରଶ୍ନ ହେଇଥିଲା 2 ନମ୍ବର, ଯେ ପିତାମାତା ଜେଜେମା ଜେଜେବାପାକୁ ତୁମ ଅଞ୍ଚଳ ଗୋଟେ ନଦୀର କାହାଣୀ ବା ପର୍ବପର୍ବାଣି ବିଷୟରେ କାହାଣୀ କୁହ। ସେଟା ହେଉଛି ତାର ଉତ୍ତର ଗଲା। ଏଇଟା ହେଉଛି ମୁଁ ଯେଟା ଲେଖିଦେଲି ପିଲାମାନେ, ଏଇ ଯେ ନଦୀର କାହାଣୀ ପିତାମାତା ତାର ଉତ୍ତର। 3 ନମ୍ବର ପ୍ରଶ୍ନକୁ ଯିବା। 3 ନମ୍ବର ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। 3 ନମ୍ବର ପ୍ରଶ୍ନ ପିଲାମାନେ କ'ଣ ଅଛି ଦେଖିବା। ଦେଖ, ପରିବାର ଜଣେ ବୟସ୍କଙ୍କୁ ପଚାର। ତାପରେ କି ପଚାରିବ? ସେ ଛୋଟ ଥିଲାବେଳେ ନଦୀର ଅବସ୍ଥା କିପରି ଥିଲା? ଲେଖିବ ପିଲାମାନେ ଏହାର 3 ନମ୍ବର କର ଉତ୍ତର ମୁଁ କହିଦେଉଛି। ଖର ବି ଉତ୍ତର ମୁଁ କହିଦେବି। ଲେଖିବ 3 ନମ୍ବର କ। 3 ନମ୍ବର କ। ପ୍ରଶ୍ନ କ'ଣ ଦେଲା? ସେ ଛୋଟ ଥିଲାବେଳେ ନଦୀର ଅବସ୍ଥା କ'ଣ ଥିଲା? ଲେଖିବ ପୂର୍ବ କାଳରେ। କ'ଣ ଲେଖିବ? ପୂର୍ବ କାଳରେ ନଦୀର ଜଳ ସ୍ୱଚ୍ଛ। କ'ଣ ଲେଖିବ? ସ୍ୱଚ୍ଛ ଓ ନିର୍ମଳ ଥିଲା। ହେଲା। ତାପରେ ଆଉ ଲେଖିବ ଖ ପଏଣ୍ଟରେ କ'ଣ ଲେଖିବ? 2i ପଏଣ୍ଟରେ କ'ଣ ଲେଖିବ ପିଲାମାନେ? ଲେଖିବ ନଦୀରେ ବର୍ଷ ସାରା ପର୍ଯ୍ୟାପ୍ତ। କ'ଣ ଲେଖିବ? ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହିତ ହେଉଥିଲା। ମାନେ ତୁମେ ଯେ ବୟସ୍କ ଲୋକ ପଚାରିବ ସେ କେବେ ତା ଛୁଆ ଥିଲାବେଳେ ତା ପଚାର ହେଉଥିଲା। ପୂର୍ଣ୍ଣଚ୍ଛେଦ ଦେବ। ଆଉ 3i ପଏଣ୍ଟରେ କ'ଣ ଲେଖିବ? 3i ପଏଣ୍ଟରେ କ'ଣ ଲେଖିବ ପିଲାମାନେ? ଲେଖିବ ନଦୀ ମଧ୍ୟରେ ବହୁତ କ'ଣ ଲେଖିବ? କଇଁଛ ଓ ଜଳଚର ଜୀବ ଦେଖିବାକୁ ମିଳୁଥିଲା।
ଦେଖିବାକୁ ମିଳୁଥିଲା। ତ ପିଲାମାନେ ବୁଝେଉଛି ପ୍ରଶ୍ନ କ'ଣ ଦେଇଥିଲା ଆମର ଦେଖିବା ପ୍ରଶ୍ନ କ'ଣ ଥିଲା ପରିବାର ବୟସ୍କଙ୍କୁ ପଚାର ସେ ଛୋଟ ଥିଲାବେଳେ ନଦୀର ଅବସ୍ଥା କ'ଣ ଥିଲା। ସେ କହୁଛନ୍ତି କ'ଣ କହିବେ କହୁଛନ୍ତି ପୂର୍ବ କାଳରେ ନଦୀର ଜଳ ସ୍ୱଚ୍ଛ ଓ ନିର୍ମଳ ଥିଲା। 2 ପଏଣ୍ଟରେ ଲେଖିବ କ'ଣ ଲେଖିବ ନଦୀରେ ବର୍ଷ ସାରା ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହିତ ହେଉଥିଲା। ପୁନଛେ ନଦୀ ମଧ୍ୟରେ ବହୁତ ମାଛ କଇଁଛ ଜଳଚର ଜୀବ ଦେଖିବାକୁ ମିଳୁଥିଲା। ତାପରେ ଖ ନମ୍ବର ପ୍ରଶ୍ନକୁ କ'ଣ ଦେଖିବା ପିଲାମାନେ କ ନମ୍ବର ପ୍ରଶ୍ନ ତ କହିଥିଲେ ଏଟା ଖ ନମ୍ବର ପ୍ରଶ୍ନ କ'ଣ ଅଛି ଦେଖିବା ସେହି ସମୟରେ ଆଜି ପର୍ଯ୍ୟନ୍ତ କ'ଣ ସବୁ ପରିବର୍ତ୍ତନ ହୋଇଛି। କ'ଣ ଲେଖିବ ପିଲାମାନେ ସେହି ସମୟରୁ ଆଜି ପର୍ଯ୍ୟନ୍ତ କ'ଣ ପରିବର୍ତ୍ତନ ଦେଖ ଆଉ ତାର ତ ପରିବର୍ତ୍ତନ ସବୁ ହେଇଛି କ'ଣ ପରିବର୍ତ୍ତନ ହେଇଛି ଲେଖିଦେଉଛି ପିଲାମାନେ ଦେଖିନିଅ କ'ଣ କରିବ ପିଲାମାନେ ଲେଖିବ ବର୍ତ୍ତମାନ ଏଟା ଖ ନମ୍ବର ପିଲାମାନେ ଉତ୍ତର ଲେଖିବ ବର୍ତ୍ତମାନ କ'ଣ ଲେଖିବ ବର୍ତ୍ତମାନ ନଦୀ କୂଳରେ ଅଧିକ ନଦୀ କୂଳରେ ଏଟା ଓ ପିଲାମାନେ ଅଧିକ ଜନବସତି ଓ କାରଖାନା ସ୍ଥାପନ ହୋଇଥିବାରୁ ନଦୀ ଜଳ ଦୂଷିତ ହେଲାଣି ବା ହୋଇଛି ଲେଖିବ ଦୂଷିତ ହେଲାଣି। ବୁଝିପାରିଲେ ପିଲାମାନେ ଆଗରୁ କି ପଡ଼ିଥିଲା ପ୍ରଶ୍ନ କଥା ସେହି ସମୟରେ ଆଜି ପର୍ଯ୍ୟନ୍ତ କ'ଣ ସବୁ ପରିବର୍ତ୍ତନ ହେଇଛି। ତ ଏଟା ହେଲା ପ୍ରଥମ ପଏଣ୍ଟ। ତ 2i ପଏଣ୍ଟ ଲେଖିବ ଆଇ ପଏଣ୍ଟ ଗଲା କ'ଣ ପଡ଼ିଥିଛି 2i ପଏଣ୍ଟରେ କ'ଣ ଲେଖିବ ପିଲାମାନେ କ'ଣ ଲେଖିବ ଅଳିଆ କ'ଣ ଲେଖିବ ଅଳିଆ କମା ଦେଇକି ଲେଖିବ ଅଳିଆ ଆବର୍ଜନା ତାପରେ ଲେଖ ପ୍ଲାଷ୍ଟିକ ଅଳିଆ ଆବର୍ଜନା ପ୍ଲାଷ୍ଟିକ ଏବଂ ମଇଳା ଜଳ ମିଶିବା ଯୋଗୁଁ ମଇଳା ଜଳ ମିଶିବା ଯୋଗୁଁ ନଦୀ ଜଳ ଦୂଷିତ ହେଇଛି। ନଦୀ ଜଳ ଦୂଷିତ ହେଲାଣି। ବୁଝିପାରିଲେ ପିଲାମାନେ ଟିକେ ବୁଝେଉଛି ଭଲ କରି ବୁଝି ନିଅନ୍ ଦେଖ ବର୍ତ୍ତମାନ ନଦୀ କୂଳରେ ଅଧିକ ଜନବସତି ଏବଂ କାରଖାନା ସ୍ଥାପନ ହୋଇଥିବାରୁ ନଦୀ ଜଳ ଦୂଷିତ ହେଲାଣି। 2i ଲେଖିବ ଅଳିଆ ଆବର୍ଜନା ପ୍ଲାଷ୍ଟିକ ଏବଂ ମଇଳା ଜଳ ମିଶିବା ଯୋଗୁଁ ନଦୀ ଜଳ ଦୂଷିତ ହେଲାଣି। ଆଉ କ'ଣ ପରିବର୍ତ୍ତନ ହେଇଛି ଲେଖିବ 3i ପଏଣ୍ଟରେ କ'ଣ ଲେଖିବ ପିଲାମାନେ ଲେଖିବ ନଦୀରେ ଅନେକ ନଦୀବନ୍ଧ କ'ଣ ଲେଖିବ ପିଲାମାନେ ନଦୀରେ ଅନେକ ନଦୀବନ୍ଧ ନିର୍ମାଣ ଯୋଗୁଁ ପ୍ରାକୃତିକ ଗତିପଥର ଯୋଗୁଁ ପିଲାମାନେ ନଦୀର ପ୍ରାକୃତିକ ଗତିପଥରେ ପରିବର୍ତ୍ତନ ଆସିଛି। ଆଉ ଗୋଟେ ପଏଣ୍ଟ ଲାଷ୍ଟ ଆଇଭି ପଏଣ୍ଟ ଲେଖିବ କ'ଣ ଲେଖିବ ପିଲାମାନେ ପ୍ରଦୂଷଣ ଯୋଗୁଁ ନଦୀରେ ଥିବା ମାଛ ଓ କଇଁଛ ପରି ଜଳଚର ପ୍ରାଣୀମାନେ
ଲୋପ ପାଇବାକୁ ବସିଲେଣି, ଲୋପ ପାଇଗଲାଣି ଲେଖିବ, ଲୋପ ପାଇଗଲାଣି। ବୁଝିଗଲ ପିଲାମାନେ। ତ କ'ଣ କ'ଣ ପରିବର୍ତ୍ତନ ହେଇଛି ଲେଖିବ। ନଦୀରେ ଅନେକ ନଦୀବନ୍ଧ ନିର୍ମାଣ ଯୋଗୁଁ ନଦୀର ପ୍ରାକୃତିକ ଗତିପଥରେ ପରିବର୍ତ୍ତନ ଆସିଛି। ପୂର୍ଣ୍ଣଚ୍ଛେଦ। ଆଉ ଗୋଟେ ଲାଷ୍ଟ ଲେଖିଥିବ, ପ୍ରଦୂଷଣ ଯୋଗୁଁ ନଦୀରେ ଥିବା ମାଛ ଓ କଇଁଛ ପରି ଜଳଚର ପ୍ରାଣୀମାନେ ଲୋପ ଲୋପ ପାଇଗଲାଣି। ଓକେ, ସଇଲା। ନେକ୍ସଟ ପ୍ରଶ୍ନକୁ ଯିବା। 4 ନମ୍ବର ପ୍ରଶ୍ନକୁ କ'ଣ ଯିବା ପିଲାମାନେ ଅଛି। ପୂର୍ବେ ଲୋକମାନେ ନଦୀ କୂଳିଆ ଅଞ୍ଚଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ କାହିଁକି? ଆଗ ଭଳି ବର୍ତ୍ତମାନ ମଧ୍ୟ ନଦୀ ପାଇଁ ସେହିପରି ଗୁରୁତ୍ୱପୂର୍ଣ୍ଣ କି? ତ ଏହାରେ ଲେଖିବ ପିଲାମାନେ ଗୁରୁତ୍ୱପୂର୍ଣ୍ଣ କି, ତାହାର ଆନ୍ସର ମୁଁ କହିଦେଉଛି ପିଲାମାନେ, ଭଲ କରି ତୁମେ ଲେଖିନିଅ। ଏଠି ମୁଁ 4 ନମ୍ବର ଦେଉଛି ପିଲାମାନେ। ଏଇଟା 4 ନମ୍ବର ଲେଖା ହେଇଛି। ଲେଖିବ ପୂର୍ବେ ଜଳର ସହଜ ଉପଲବ୍ଧତା ପାଇଁ ଲୋକମାନେ ନଦୀ କୂଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ। ବୁଝିଗଲ ପିଲାମାନେ। ତାପରେ କହୁଛି ଲେଖିବ ବର୍ତ୍ତମାନ ଦ୍ୱିତୀୟଟା ପିଲାମାନେ, ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ନଦୀ ଆମ ପାଇଁ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ। କାରଣ କ'ଣ ଲେଖିବ ପିଲାମାନେ? କାରଣ ଆଜି ମଧ୍ୟ କୃଷି ପାନୀୟ ଓ ଶିଳ୍ପ ପାଇଁ ନଦୀ ଉପରେ ନିର୍ଭର କରୁ। ତ ବୁଝୁଛୁ ପିଲାମାନେ। ପ୍ରଶ୍ନ ଆମର କ'ଣ ଥିଲା? ପ୍ରଶ୍ନ ଥିଲା ପୂର୍ବେ ଲୋକମାନେ ନଦୀ କୂଳିଆ ଅଞ୍ଚଳରେ ଗ୍ରାମ ବା ସ୍ଥାପନ କରୁଥିଲେ କାହିଁକି? ଆଗେ ବର୍ତ୍ତମାନ ମଧ୍ୟ ନଦୀ ଆମ ଗୁରୁତ୍ୱପୂର୍ଣ୍ଣ କି? ଲେଖିବ ପୂର୍ବେ ଜଳର ସହଜ ଉପଲବ୍ଧତା ପାଇଁ ଲୋକମାନେ ନଦୀ କୂଳରେ ଗ୍ରାମ ବା ସହର ସ୍ଥାପନ କରୁଥିଲେ। ତାପରେ ପ୍ରଶ୍ନ କ'ଣ ଦେଲା? ଆଗ ଭଳି ବର୍ତ୍ତମାନ ମଧ୍ୟ ନଦୀ ପାଇଁ ଗୁରୁତ୍ୱପୂର୍ଣ୍ଣ କି? ଦେଖିବ ବର୍ତ୍ତମାନ ମଧ୍ୟ ନଦୀ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ଆଜି ମଧ୍ୟ କୃଷି, ପାନୀୟ ଓ ଶିଳ୍ପ ପାଇଁ ନଦୀ ଉପରେ ଆମେ ନିର୍ଭର କରୁ। ନେକ୍ସଟ ପ୍ରଶ୍ନ ଯିବା। 5 ନମ୍ବର ପ୍ରଶ୍ନକୁ ଯିବା। 5 ନମ୍ବର ପ୍ରଶ୍ନ କ'ଣ ଅଛି ଦେଖିବା। ଯଦି ତୁମ ଗ୍ରାମ ବା ସହର ପାଖରେ ନଦୀର ସୁରକ୍ଷା ପାଇଁ ନୂଆ ନିୟମ କରିବ, ସେଗୁଡ଼ିକ କ'ଣ ଲେଖିବ। ଲେଖିଦେଉଛି ପିଲାମାନେ 5 ନମ୍ବର ଦେଇକି ତାର ନିୟମ ଗୁଡ଼ିକ, ନଦୀର ନିୟମ ଗୁଡ଼ିକର କ'ଣ ପିଲାମାନେ ଏଠି 5 ନମ୍ବର ଦେଲି। ଦେଖି ନଦୀର ନିୟମ ଗୁଡ଼ିକ କ'ଣ ଲେଖିବ। ନିୟମ ଗୁଡ଼ିକ ହେଲା କ'ଣ ଲେଖିବ ପିଲାମାନେ? ନିୟମ ଗୁଡ଼ିକ ହେଲା କ'ଣ ହେବ ପିଲାମାନେ? ନିୟମ ଗୁଡ଼ିକ କ'ଣ ହେଲା ଲେଖିବ। ପ୍ରଥମେ 1 ନମ୍ବର ବା ଆଇ ପଏଣ୍ଟ ଦେଇକି ଲେଖିବ। କ'ଣ ଲେଖିବ? ନଦୀରେ କ'ଣ ଲେଖିବ? ନଦୀରେ କ'ଣ ଲେଖିବ? ନଦୀରେ ଅଳିଆ ଆବର୍ଜନା
ଏବଂ ପ୍ଲାଷ୍ଟିକ୍, ନଦୀରେ ଅଳିଆ ଆବର୍ଜନା ପ୍ଲାଷ୍ଟିକ୍ ପକାଇବା ସମ୍ପୂର୍ଣ୍ଣ ନିଷେଧ। ସମ୍ପୂର୍ଣ୍ଣ ନିଷେଧ କରାଯିବ। ମାନେ କି ପଦକ୍ଷେପ କରାଯିବ। 2 ପଏଣ୍ଟରେ କ'ଣ ଲେଖିବ ପିଲାମାନେ? କାରଖାନାର କ'ଣ ଲେଖିବ? କାରଖାନାର ମଇଳା, କାରଖାନା ମଇଳା ଜଳକୁ ସଫା ନକରି ନଦୀକୁ ଛଡ଼ାଯିବ ନାହିଁ। ହେଲା। ଆଉ ଗୋଟେ ପଏଣ୍ଟ 3 ପଏଣ୍ଟ ଲେଖିଦେବ। 3 ନମ୍ବର ପଏଣ୍ଟ ଲେଖିବ। କ'ଣ ଲେଖିବ? ଦେଖ ଆଗେ 2 ନମ୍ବର ପଏଣ୍ଟ କହିଦେଉଛି। ଦେଖ ସ୍ପେସ୍ ତ ନାହିଁ। ନିୟମ 5ର ପ୍ରଶ୍ନ କହିଥିଲା, ଯଦି ତୁମ ଗ୍ରାମ କିମ୍ବା ସହର ପାଖରେ ଥିବା ନଦୀର ସୁରକ୍ଷା ପାଇଁ ନିୟମ କରାଯିବ, ତେବେ ସେଗୁଡ଼ିକ କ'ଣ? ମୁଁ କହିଥିଲି ନିୟମ ଗୁଡ଼ିକ ହେଲା ନଦୀରେ ଅଳିଆ ଆବର୍ଜନା ଏବଂ ପ୍ଲାଷ୍ଟିକ୍ ପକାଇବା ସମ୍ପୂର୍ଣ୍ଣ ନିଷେଧ କରାଯିବ। ପୁନଶ୍ଚ ଦେବ। 2 ଲେଖିବ କାରଖାନାର ମଇଳା ଜଳକୁ ସଫା ନକରି ନଦୀକୁ ଛଡ଼ାଯିବ ନାହିଁ। 3 ପଏଣ୍ଟ ଶେଷ ପଏଣ୍ଟଟା ଗୋଟେ ଲେଖିଦେବ ପିଲାମାନେ। କ'ଣ ଲେଖିବ? 3 ପଏଣ୍ଟ ଲେଖିବ। କ'ଣ ଲେଖିବ? ଲେଖିବ ନଦୀ କୂଳରେ। କ'ଣ ଲେଖିବ? ନଦୀ କୂଳରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବ। ଏଗୁଡ଼ା ହେଉଛି ତାର ଯିବ। ସଇଲା। ତାପରେ ନେକ୍ସଟ ପ୍ରଶ୍ନକୁ ଯିବା। 6 ନମ୍ବରକୁ ଯିବା। କ'ଣ ପ୍ରଶ୍ନ ଅଛି ପିଲାମାନେ? 6 ନମ୍ବର ଦେଖିବା। କେତେବେଳେ ତୁମେ ଜଳ ନଷ୍ଟ କରିଛ ସେ କଥା ଭାବ, ସେତେବେଳେ ଆଉ କ'ଣ କରିଥିଲେ ଜଳ ସଂରକ୍ଷଣ କରିଥାନ୍ତ। ଅର୍ଥାତ୍ ତୁମେ କେଉଁ ସମୟରେ ଜଳ ନଷ୍ଟ କରିଛ ଲେଖିବ, ଆଉ କ'ଣ କରିଥିଲେ ଜଳ ନଷ୍ଟ ହେଇନଥାନ୍ତା। ଲେଖିବ 6 ନମ୍ବର। ଲେଖିବ ଦାନ୍ତ ଘଷିବା ସମୟରେ ଟ୍ୟାପ୍ ଖୋଲା ରଖି କିମ୍ବା ଫଳ ଧୋଇଥିବା ପାଣିକୁ ଫିଙ୍ଗି ଦେଇ ଜଳ ନଷ୍ଟ କରିଛୁ। କ'ଣ କରିବ ପଦକ୍ଷେପ ହେଲେ ଜଳ ନଷ୍ଟ ହେବ ନାହିଁ। ଲେଖିବ ସେତେବେଳେ। କ'ଣ ଲେଖିବ? ସେତେବେଳେ ଦାନ୍ତ ଘଷିବା ସମୟରେ ଦାନ୍ତ ଘଷିବା ସମୟରେ ଟ୍ୟାପ୍ ବନ୍ଦ ରଖି ଏବଂ ଫଳ କିମ୍ବା ପନିପରିବା ଧୁଆ ଜଳକୁ ଗଛରେ ଦେଇ ଜଳ ସଂରକ୍ଷଣ ହୋଇଥାନ୍ତା। ବୁଝିଲେ ପିଲାମାନେ? ଜଳ ସଂରକ୍ଷଣ ହୋଇଥାନ୍ତା। ତ ପିଲାମାନେ ବୁଝେଉଛି କ'ଣ ହବ ମୁଁ ବୁଝେଇ ଦଉଛି। ତ ପ୍ରଶ୍ନ କ'ଣ ଦେଲା ଯେ କେତେବେଳେ ତୁମେ ଜଳ ନଷ୍ଟ କରିଛ ସେ କଥା ଭାବ, ଆଉ ତୁମେ କ'ଣ କରିଥିଲେ ଜଳ ସଂରକ୍ଷଣ ରଖାଯାଇଥିଲା। ଲେଖିବ। ମୁଁ କହିଦେଉଛି ପିଲାମାନେ। ଲେଖିବ ଦାନ୍ତ ଘଷିବା ସମୟରେ
ଟ୍ୟାପ୍ ଖୋଲା ରଖି କିମ୍ବା ଫଳ ଧୋଇବା ବା ପନିପରିବା ଧୋଇବା ପାଣିକୁ ଫିଙ୍ଗି ଦେଇ ଆମେ ଜଳ ନଷ୍ଟ କରିଛୁ। ସେତେବେଳେ ଦାନ୍ତ ଘଷିବା ସମୟରେ ଟ୍ୟାପ୍ ବନ୍ଦ ରଖି ଏବଂ ଫଳ କିମ୍ବା ପନିପରିବା ଧୁଆ ଜଳକୁ ଗଛରେ ଦେଇ ଜଳ ସଂରକ୍ଷଣ ହୋଇଥାନ୍ତା। 6 ନମ୍ବର ଗଲା। 7 ନମ୍ବର ପ୍ରଶ୍ନ କ'ଣ ଯିବା ପିଲାମାନେ ଅଛି ଦେଖିବା। କ'ଣ ଦେଖିବା ଅଛି? ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ବ୍ୟବହାର କରି ସରଳ ଜଳଛଣା ଯନ୍ତ୍ରଟେ ପ୍ରସ୍ତୁତ କରିପାରିବ କି? ହେଲା, ସେଥିରେ କ'ଣ କ'ଣ ରଖିବ, କାହିଁକି? ତ ଏହାର 7 ନମ୍ବର ଆନ୍ସର ପିଲାମାନେ କ'ଣ ହେବ ମୁଁ ଲେଖିଦେଉଛି। 7 ନମ୍ବର ପ୍ରଶ୍ନର ଉତ୍ତର କ'ଣ ଦେଇଥିଲା? ଦୈନନ୍ଦିନ ବ୍ୟବହୃତ ସାମଗ୍ରୀକୁ ସରଳ ଜଳ ଛଣା ଯନ୍ତ୍ରଟି ପ୍ରସ୍ତୁତ କରିପାରିବ କି? ଲେଖିବ ହଁ। ଏକ ସରଳ ଜଳ ଛଣା ଯନ୍ତ୍ର ପ୍ରସ୍ତୁତ କରାଯାଇପାରିବ। ପୂର୍ଣ୍ଣଚ୍ଛେଦ ଲେଖିବ ଏଥିରେ କ'ଣ ଲେଖିବ? ଏଥିରେ ବାଲି କମା ଦେବ କୋଇଲା ହର୍ଷଇ ଲେଖିଲା ବାଲି କୋଇଲା କମା ଦେବ ଛୋଟ ଛୋଟ ଗୋଡ଼ି ଏବଂ ସଫା କପଡ଼ା ଛୋଟ କପଡ଼ା ବ୍ୟବହାର କରାଯାଇପାରିବ। ପୂର୍ଣ୍ଣଚ୍ଛେଦ ବାଲି କ'ଣ ଲେଖିବ? ବାଲି ଏବଂ କପଡ଼ା କପଡ଼ା ଜଳରୁ ଭସା ମଇଳା ଛାଣିବାରେ ସାହାଯ୍ୟ କରନ୍ତି। ହେଲା, ବୁଝୁଛି ପ୍ରଶ୍ନ କ'ଣ ଥିଲା ମୁଁ ବୁଝେଇ ଦେଉଛି। କ'ଣ ଦେଇଥିଲା ପିଲାମାନେ ପ୍ରଶ୍ନ? ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ବ୍ୟବହାର କରି ସରଳ ଜଳଛଣା ଯନ୍ତ୍ର ପ୍ରସ୍ତୁତ କରିପାରିବ କି? ସେଥିପାଇଁ କ'ଣ କରିବ, କାହିଁକି? ଲେଖିବ ହଁ, ସରଳ ଜଳଛଣା ଯନ୍ତ୍ର ପ୍ରସ୍ତୁତ କରାଯାଇପାରିବ। ଏଥିରେ ବାଲି କୋଇଲା ଛୋଟ ଛୋଟ ଗୋଡ଼ି ଏବଂ ସଫା କପଡ଼ା ବ୍ୟବହାର କରାଯାଇପାରିବ। ବାଲି ଏବଂ କପଡ଼ା ଜଳରୁ ଭସା ମଇଳା ଛାଣିବାରେ ସାହାଯ୍ୟ କରନ୍ତି। ନେକ୍ସଟ ପିଲାମାନେ 8 ନମ୍ବର ପ୍ରଶ୍ନ କ'ଣ ଅଛି ଆମେ ଦେଖିବା। 8 ନମ୍ବର ପ୍ରଶ୍ନ କ'ଣ ଅଛି? ଗୋଟିଏ ନଦୀ କୂଳରେ ନୂତନ ସହର ପରିକଳ୍ପନା କର। ଏଥି ନିମନ୍ତେ ପଦକ୍ଷେପ ପ୍ରଥମେ ନେବ। କ'ଣ ପଦକ୍ଷେପ ନେବ ଲେଖିବ। ପ୍ରଥମ ଅଛି ନଦୀ ଜଳକୁ ପରିଷ୍କାର ରଖିବାରେ। ଏହାର ପଦକ୍ଷେପଗୁଡ଼ିକୁ ଆନ୍ସର ପ୍ରଥମେ ଲେଖିବ। କ'ଣ ହେବ? ନଦୀ ଜଳକୁ ପରିଷ୍କାର କରିବାରେ। ତ କ ନମ୍ବର ଆନ୍ସର ପିଲାମାନେ ପ୍ରଥମେ କ'ଣ ଲେଖିବ? ଏହାର ଆନ୍ସର ଲେଖିବା ପିଲାମାନେ ସହରର କ'ଣ ଲେଖିବ ପିଲାମାନେ? ସହରର କ'ଣ ଲେଖିବ? ସହରର ବର୍ଜ୍ୟବସ୍ତୁ କ'ଣ ଲେଖିବ? ସହରର ବର୍ଜ୍ୟବସ୍ତୁ ନିଷ୍କାସନ ନିଷ୍କାସନ ପାଇଁ ଉନ୍ନତ ପ୍ରଣାଳୀ ନିର୍ମାଣ କରିବୁ। ଯେପରି ମଇଳା ସିଧାସଳଖ ନଦୀରେ ନ ମିଶେ। ପ୍ରଥମଟା ଗଲା। ତ ବୁଝେଇଛୁ ପିଲାମାନେ। ପ୍ରଥମ ପ୍ରଶ୍ନ କହିଥିଲା ନଦୀକୁ ପରିଷ୍କାର ରଖିବାର ଉପାୟ। ତ ପ୍ରଥମେ ଲେଖିବ ପିଲାମାନେ କ ଦେଇଥିଲା। କ ଲେଖିବ ସହରର ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ଉନ୍ନତ ପ୍ରଣାଳୀ ନିର୍ମାଣ କରିବୁ ଯେପରି ମଇଳା ସିଧାସଳଖ ନଦୀରେ ନ ମିଶେ। ଖ ନମ୍ବରକୁ ଯିବା। କ'ଣ ଅଛି? ପ୍ରବଳ ବର୍ଷା ସମୟରେ ବନ୍ୟା ନିୟନ୍ତ୍ରଣ କରିବାରେ। ଏହାର ଆନ୍ସର ପିଲାମାନେ ଲେଖିବ ନଦୀ କୂଳରେ। କ'ଣ ଲେଖିବ? ନଦୀ କୂଳରେ
ଘଞ୍ଚ, ନଦୀ କୂଳରେ ଘଞ୍ଚ, ବୃକ୍ଷରୋପଣ, ବୃକ୍ଷରୋପଣ କରିବୁ, ଯାହା ଦ୍ୱାରା ବର୍ଷା ଜଳ ଧୀରେ ଧୀରେ ପ୍ରବାହିତ ହୋଇ ବନ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ବୁଝିଲେ ପିଲାମାନେ? ତ ବୁଝେଉଛି ପ୍ରଶ୍ନ କ'ଣ ଥିଲା? ପ୍ରବଳ ବର୍ଷା ସମୟରେ ବନ୍ୟା ନିୟନ୍ତ୍ରଣ ପଳିବା। ନଦୀ କୂଳରେ ଘଞ୍ଚ ବୃକ୍ଷରୋପଣ କରିବୁ, ଯାହାଦ୍ୱାରା ବର୍ଷା ଜଳ ଧୀରେ ପ୍ରବାହିତ ହୋଇ ବନ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଶେଷ ପ୍ରଶ୍ନକୁ ଯିବା। ଆମର କ'ଣ ଅଛି ପିଲାମାନେ? ଶେଷ ଯିବା। ଗ୍ରୀଷ୍ମ ଋତୁରେ ସବୁବେଳେ ସମସ୍ତଙ୍କ ପାଇଁ ଯଥେଷ୍ଟ ଜଳ ମିଳିବା ନିମନ୍ତେ କରିବାର। ତ ଏହାର ଅନୁସାରେ ପିଲାମାନେ କ'ଣ ଲେଖିବ? ବନ୍ଧ ନିର୍ମାଣ କରି ଜଳ ଭଣ୍ଡାରରେ ଜଳ ସଂରକ୍ଷଣ କରିବୁ, ଯାହା ଗ୍ରୀଷ୍ମ ଋତୁରେ ବ୍ୟବହାର କରାଯାଇ ପାରିବ। ବୁଝିପାରିଲ ନା? ଏତିକି ତୋର ପ୍ରଶ୍ନପତ୍ର ପିଲାମାନେ ବୁଝିନିଅ। ତୋର ପ୍ରଶ୍ନପତ୍ର ସରିଲା। କ'ଣ ଦେଇଥିଲା? ଗ୍ରୀଷ୍ମ ଋତୁରେ ମଧ୍ୟ ସମସ୍ତଙ୍କ ପାଇଁ ଯଥେଷ୍ଟ ଜଳ ମିଳିବା ନିଶ୍ଚିତ। କିଏ ଲେଖିବ? କ'ଣ ଲେଖିବ ପିଲାମାନେ? ବନ୍ଧ ନିର୍ମାଣରେ ଜଳ ଭଣ୍ଡାରରେ ଜଳ ସଂରକ୍ଷଣ କରିବୁ, ଯାହା ଗ୍ରୀଷ୍ମ ଋତୁରେ ବ୍ୟବହାର କରାଯାଇ ପାରିବ। ପିଲାମାନେ ଏତିକି ତୋର ପ୍ରଶ୍ନ ଉତ୍ତର ଥିଲା ଦ୍ୱିତୀୟ ଚାପ୍ଟର ସାମାଜିକ ପଞ୍ଚମ ଶ୍ରେଣୀ ସାମାଜିକ ସେକେଣ୍ଡ ଚାପ୍ଟର ପ୍ରଶ୍ନ ଉତ୍ତର। ତୃତୀୟ ବିଷୟରେ ପୁଣି ଆସୁଛି। ଭିଡ଼ିଓ ନୂଆ ଥିଲେ ଲାଇକ୍ କରିବ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ସେୟାର କରିବ।